أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين गुज़श्ता दो हफ्ते जुमे पहले जो मैं सहाबा का जिक्र कर रहा था 2 ସପ୍ତାହ ପୂର୍ବେ ଖୁତବା ଜୁମାରେ ମୁଁ ହଜରତ ସାଦ ବିନ୍ ଅବି ୱକାସଙ୍କ ଜୀବନୀ ଚର୍ଚ୍ଚା କରିଥିଲି। ଆଜି ମଧ୍ୟ ତାଙ୍କରି ଜୀବନୀ ଚର୍ଚ୍ଚା କରିବି। ଯୁଦ୍ଧର ଚର୍ଚ୍ଚା ଚାଲିଥିଲା। ଯୁଦ୍ଧ ସମୟରେ ହଜରତ ସାଦ ବିନ୍ ଅବି ୱକାସଙ୍କ ପତ୍ନୀ ହଜରତ ସଲମା ବିନତେ ହଫସା ଦେଖିଲେ ଜଣେ କଏଦୀ ବେଡ଼ିରେ ବନ୍ଧା ହୋଇ ପଡ଼ିଥିଲା, କିନ୍ତୁ ଯୁଦ୍ଧରେ ସାମିଲ ହେବା ପାଇଁ ତା ମନରେ ପ୍ରବଳ ଉତ୍କଣ୍ଠା ରହିଥିଲା। ତାହାର ନାମ ଅବୁ ମହଜନ ସକ୍ଫି ଥିଲା। ସେ ମଦ୍ୟପାନ କରିଥିବା ଯୋଗୁଁ ହଜରତ ଉମର ରଜିୟଲ୍ଲାହୁ ତାଙ୍କୁ ଦେଶରୁ ବିତାଡ଼ିତ କରିବାର ବା ବହିଷ୍କାର କରିବାର ଦଣ୍ଡ ଦେଇଥିଲେ ଏବଂ ସେ ଆସି ଏଠାରେ ପହଞ୍ଚିଥିଲେ, ଅର୍ଥାତ୍ ହଜରତ ସାଦ ରଜିୟଲ୍ଲାହୁଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ପୁନରାୟ ମଦ୍ୟପାନ କରିବା ଯୋଗୁଁ ହଜରତ ସାଦ ତାଙ୍କୁ ଚାବୁକ ଦଣ୍ଡରେ ଦଣ୍ଡିତ କରିଥିଲେ, ଅର୍ଥାତ୍ ଚାବୁକର ପ୍ରହାର ତାଙ୍କୁ ଦିଆଯାଇଥିଲା ଏବଂ ଲୁହା ବେଡ଼ି ପିନ୍ଧାଇ ତାଙ୍କୁ ବନ୍ଦୀ କରି ଦିଆଯାଇଥିଲା। ସେତେବେଳେ ଅବୁ ମହଜନ ସାଦଙ୍କ ଦାସୀକୁ ନିବେଦନ କଲେ କି ମୋ ବେଡ଼ି ଖୋଲିଦିଅ, କାରଣ ମୁଁ ଯୁଦ୍ଧରେ ସାମିଲ ହେବାକୁ ଚାହେଁ। ଏବଂ ସେ କହିଲେ, ପ୍ରଭୁଙ୍କ ରାଣ, ଯଦି ମୁଁ ଜୀବିତ ରହିଲି ତେବେ ଫେରିଆସି ନିଶ୍ଚିତ ରୂପେ ବେଡ଼ିରେ କବଳିତ ହୋଇଯିବି। ଦାସୀ ତା କଥାରେ ରାଜି ହୋଇ ବେଡ଼ି ଖୋଲିଦେଲେ, ଯଦ୍ୱାରା ସେ ସାଦଙ୍କ ଘୋଡ଼ାରେ ବସି ଯୁଦ୍ଧକ୍ଷେତ୍ରକୁ ବାହାରିଗଲେ ଏବଂ ଶତ୍ରୁର ଧାଡ଼ିରେ ପ୍ରବେଶ କରି ସିଧା ବଡ଼ ହସ୍ତୀ ଉପରେ ଆକ୍ରମଣ କରିଦେଲେ, ଅର୍ଥାତ୍ ଶତ୍ରୁର ସେନାଧ୍ୟକ୍ଷ ଉପରେ ଆକ୍ରମଣ କରିଦେଲେ। ଏସବୁ ହଜରତ ସାଦ ଲକ୍ଷ୍ୟ କରୁଥିଲେ। ସେ କହିଲେ, ଏ ଘୋଡ଼ା ତ ମୋର, କିନ୍ତୁ ତା ଉପରେ ଅବୁ ମହଜନ ସକ୍ଫି ବସିଲା ପରି ମନେ ହେଉଛନ୍ତି। ଯେପରିକି ପୂର୍ବେ ଆଲୋଚନା ହୋଇଥିଲା, ହଜରତ ସାଦ ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ଉକ୍ତ ଯୁଦ୍ଧରେ ସିଧାସଳଖ ଭାବରେ ସାମିଲ ହୋଇପାରିନଥିଲେ, ବରଂ ଦୂରରୁ ଏହାର ତତ୍ତ୍ୱାବଧାନ କରୁଥିଲେ। ସେ ଯାହା ହେଉ ଯୁଦ୍ଧ 3 ଦିନ ପର୍ଯ୍ୟନ୍ତ ଅବ୍ୟାହତ ରହିଲା। ଯୁଦ୍ଧ ସମାପ୍ତ ହେବା ପରେ ଅବୁ ମହଜନ ସକ୍ଫି ଫେରିଆସି ବେଡ଼ି ପିନ୍ଧିନେଲେ। ହଜରତ ସାଦ ତାଙ୍କୁ ଏହା କହି ସ୍ୱାଧୀନ କରିଦେଲେ କି ଯଦି ତୁମେ ଆସନ୍ତାରେ ମଦ୍ୟପାନ କର ତେବେ ମୁଁ ତୁମକୁ କଠୋର ଦଣ୍ଡ ଦେବି। ସେ ପ୍ରତିଜ୍ଞା କଲେ ଯେ ମୁଁ ଭବିଷ୍ୟତରେ କଦାପି ମଦ୍ୟପାନ କରିବି ନାହିଁ। ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହଜରତ ସାଦ ରଜିୟଲ୍ଲାହୁ ଏହି ସମସ୍ତ ଘଟଣା ଚକ୍ର ହଜରତ ଉମର ରଜିୟଲ୍ଲାହୁଙ୍କୁ ଲେଖି ଜଣାଇଥିଲେ। ଏଥିରେ ହଜରତ ଉମର ରଜିୟଲ୍ଲାହୁ କହିଲେ, ଯଦି ସେ ଭବିଷ୍ୟତରେ ଆଉ ମଦ୍ୟପାନ କରିବେ ନାହିଁ ବୋଲି ଶପଥ କରୁଛନ୍ତି ତେବେ ତାଙ୍କୁ ଦଣ୍ଡ ଦିଅ ନାହିଁ। ଅତଏବ ଅବୁ ମହଜନ ଆସନ୍ତାରେ ମଦ୍ୟପାନ ନ କରିବାର ଶପଥ କରିଥିଲେ, ଯଦ୍ୱାରା ସାଦ ତାଙ୍କୁ ସ୍ୱାଧୀନ କରିଦେଇଥିଲେ। ଉକ୍ତ ଘଟଣାର ବ୍ୟାଖ୍ୟା ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଏଭଳି ବର୍ଣ୍ଣନା କରିଛନ୍ତି ଯେ ହଜରତ ସାଦ ବିନ୍ ଅବି ୱକାସ ହୁଜୁର ସଲ୍ଲଲ୍ଲାହୁ ଆଲୈହି ଙ୍କ ବିଶେଷ ସାହାବାଗଣ ମଧ୍ୟରୁ ଜଣେ ଥିଲେ।
हजरत उमर रजियल्लाहु खिलाफत काଳରେ से तांकु इरानी सेनार मुकाबिला निमंते मुसलमान मानक सेनाध्यक्ष करी प्रेरण करथिले। भाग्यवशतः तांक जंघरे एक बथ बाहरीथिला जहाँकि दीर्घ समय पर्यंत तांकु व्यथित करिथिला। समस्त प्रकार उपचार करने सत्वे सेथिरु तांकु आरोग्य लाभ होई नथिला। शेषरे से चिंता कले जे जदि मु एपरी शଯ୍याशायी होई रहे तेबे संभवतः सैन्यमानंक मनोबल दुर्बल होइजिव कि आमर सेनाध्यक्ष आम सहित नाहांती एवं सेमाने हतोत्साहित होइजिवे। अतएव से गोटिए गछमूले कुड़ियाटिए प्रस्तुत करथिले जेपरि आम एठारे लोकमाने तोटा जगुआली माने तोटा जगिबा समय रे कुड़िया प्रस्तुत करी रही थांती। से सेठारे बसी रुहंती। मुसलमान सेना तांकु देखि आश्वस्त लाभ करती जे आम सेनापति आम साथी सामिल अछंती। सेतिकी बेले आपणकु सूचना मिलिला जे जड़े आरब सरदार मद्यपान करिछि। हजरत मुस्लिम मऊद रज़ियल्लाहु कहती जदिच इस्लाम रे मद्यपान करिबा निषिद्ध किंतु आरबवासी मद्यपान करिबारे अभ्यस्त थिले एवं जहार एहा अभ्यास रे परिणत होई जाइथिला सेथिरु मुकुलिबा ताहा पई एहा कष्टसाध्य थिला। उक्त सरदार मध्य मात्र 2-3 वर्ष हैला इस्लाम धर्म रे दीक्षित होइथिले। हजरत मुस्लिम मऊद रज़ियल्लाहु कहती 2-3 वर्ष रे वर्ष वर्ष धरी पड़ी रहिथिबा पुरातन अभ्यास दूरेई जाई न थाए। से जहा हेउ हजरत साद रज़ियल्लाहु जेतेबेले सूचना मिलिला जे उक्त सरदार मद्यपान करिछंती सेतेबेले से तांकु कैद करिवार आदेश सुनाइथिले। सेही समय रे कारागार नथिला जेउठारे कैदुमानंकु बंदी करी रखा जाई परिबो। तेणु एक साधारण कोठरी रे बंद करी द्वार रे जणे प्रहरी को मुतयन करी दिया जाउथिला। सेहीपरि एही सरदार को मध्य एक कोठरी रे बंद करी एक प्रहरी मुतयन करी दिया जाइथिला। कुहा जाए जे सही वर्ष इस्लाम इतिहास रे विपत्ति समूहर वर्ष थिला कारण सही युद्ध रे मुसलमान मानकर विपुल क्षयक्षति घटिथिला। गोटिए स्थान रे इस्लामी सेनादल शत्रुर हाथींक भୟରେ पलायन करथिले। सेमानंक सम्मुख रे एक छोट नदी आसी जाइथिला जेउथिरे सेमाने लंफ मारिथिले। जेहेतु सेमानंकु पहरा अर्थात संतरण करिबा जणा नथिला तेणु करी शताधिक मुसलमान बुड़ी मृत्युवरण करथिले। से जहा हेउ उक्त सरदार कोठरी रे बंद थिले। मुसलमान सिपाही युद्धरु फेरी सही कोठरी निकट रे बसी चर्चा करती जे आज मुसलमान मानकर बहुत क्षयक्षति हैला प्राणहानि घटिला। एकथा शुणी से बेस पश्चाताप और दुखित तथा वेदनारे कलबल होई पड़िले कि मु युद्धरे मुसलमान मानक सहित सामिल होई पारु नहीं। निसंदेहरे से भूल करिथिले मद्यपान करिथिले किंतु वास्तवरे से जणे महान वीर थिले एवं तांक अभ्यंतर रे प्रबल तेज दृश्यमान हेउथिला। मुसलमान मानक दुरावस्था शुणी से कोठरी भितरे एभली एपट सेपट हेउथिले जेपरी पिंजरा भितरे महाबल बाघ घूरी बुली थाए। विचरण करू करू से निज विवेक को संबोधित करी एही कविताटी पढ़िथिले जार अर्थ यह थिला जे तो पाखरे आज एक सुंदर अवसरटीए थिला जे तू इस्लाम रो सुरक्षा करि पारि थांतु एवं निजर साहसिकतार प्रदर्शन करि पारि थांतु किंतु तू तो बंदी। हजरत साद रज़ियल्लाहु स्त्री अत्यंत साहसी महिला थिले। से उक्त कविता को शुणी नहीं थिले एवं सही बंदी को संबोधित करी कहिथिले जे तू जानिछु कि हजरत साद तोते काहींकी बंदी करिछंती एवं काहींकी एभली दंडरे दंडित करिछंती। जदि तुमको ज्ञान तो होइथाए जे मु तोते मुक्त करि देउछि जदि तांकु ज्ञान तो होइगला जे मु तोते मुक्त करि देइछि तेबे से मते कदापि क्षमा देबे नहीं। किंतु मोर इच्छा हेउछि जे मु तोते बंदी मुक्त करि दियंती कारण तू सो इच्छारे इस्लाम कामरे बाहरिबाकू अनुप्राणित। से उत्तर देला वर्तमान जो युद्ध चली सेथिपाई आपण मते मुक्त करि दियंतु। मु आपणଙ୍କୁ प्रतिश्रुति देउछि जे युद्ध पर मु शीघ्र फेरी आसीबी एवं बंदीगृह रे पूर्वपरी बंदी होई रहिबी।
ସାଦ ଜେତଲଙ୍କ ପତ୍ନୀ ମନରେ ଇସଲାମ ପ୍ରତି ସହାନୁଭୂତି ଥିଲା ଏବଂ ତା'ର ସୁରକ୍ଷା ଲାଗି ଉତ୍ସାହ ଦେଖିବାକୁ ମିଳୁଥିଲା। ସେଥିପାଇଁ ସେ ସେହି ବ୍ୟକ୍ତିକୁ ମୁକ୍ତ କରିଦେଇଥିଲେ। ସୁତରାଂ ଉକ୍ତ ବ୍ୟକ୍ତି ଯୁଦ୍ଧରେ ସାମିଲ ହେଲେ ଏବଂ ଏଭଳି ନିର୍ଭୀକ ଓ ବୀରତ୍ୱର ସହ ଲଢ଼ିଲେ କି ତା'ର ସାହସିକତା ଯୋଗୁଁ ଇସଲାମୀୟ ସୈନ୍ୟଦଳ ପଛଘୁଞ୍ଚା ପରିବର୍ତ୍ତେ ଆଗକୁ ଅଗ୍ରସର ହେଲା। ସାଦ ରଜିୟଲ୍ଲାହୁ ତାଙ୍କୁ ଚିହ୍ନି ନେଲେ ଏବଂ କହିଲେ, ଆଜି ଯୁଦ୍ଧରେ ସେହି ବ୍ୟକ୍ତି ଉପସ୍ଥିତ ଥିଲା ଯାହାକୁ ମୁଁ ମଦ୍ୟପାନ କରିବା ଅଭିଯୋଗରେ ବନ୍ଦୀ କରିଥିଲି। ଉକ୍ତ ବ୍ୟକ୍ତି ଜଣକ ମୁହଁରେ ମୁଖା ପିନ୍ଧିଥିଲା, କିନ୍ତୁ ମୁଁ ତା'ର ଆକ୍ରମଣ ଶୈଳୀ ଓ ଉଚ୍ଚତା ସହ ଭଲ ଭାବରେ ପରିଚିତ। ସୁତରାଂ ମୁଁ ସେହି ବ୍ୟକ୍ତିକୁ ଖୋଜିବି ଯିଏ ତାକୁ କାରାମୁକ୍ତ କରିଛି ଏବଂ ତାକୁ କଠୋର ଦଣ୍ଡରେ ଦଣ୍ଡିତ କରିବି। ଯେତେବେଳେ ହଜରତ ସାଦ ରଜିୟଲ୍ଲାହୁ ଉକ୍ତ ପଦ କହିଲେ ସେତେବେଳେ ତାଙ୍କ ପତ୍ନୀ ଉତ୍ତ୍ୟକ୍ତ ହୋଇଗଲେ ଏବଂ କହିଲେ, ତୁମକୁ ଟିକିଏ ଲଜ୍ଜା ନାହିଁ? ସ୍ୱୟଂ ଗଛ ଉପରେ ଛାତ ତିଆରି କରି ବସି ରହିଛ ଏବଂ ସେହି ବ୍ୟକ୍ତିକୁ ବନ୍ଦୀ କରି ରଖିଛ ଯିଏ ଶତ୍ରୁର ମଝିରେ ନିର୍ଭୀକତାର ସହ ପ୍ରବେଶ କରି ଲଢ଼ି ଚାଲିଥିଲା ଏବଂ ନିଜ ଜୀବନର ତିଳେ ମାତ୍ର ଭ୍ରୂକ୍ଷେପ ନ କରି ଶତ୍ରୁର ମୂଳୋତ୍ପାଟନ କରିଦେଇଥିଲା। ତେଣୁ ମୁଁ ସେହି ବ୍ୟକ୍ତିକୁ କାରାମୁକ୍ତ କରିଥିଲି। ତୁମ ଦ୍ୱାରା ଯାହା ସମ୍ଭବ ତୁମେ କରିପାର। ଉକ୍ତ ଘଟଣାଟି ହଜରତ ମୁସଲିମ୍ ମଉଦ୍ ରଜିୟଲ୍ଲାହୁ ଲଜ୍ନାର ଏକ ଅଭିଭାଷଣରେ ବର୍ଣ୍ଣନା କରିଥିଲେ ଏବଂ ଇସଲାମ ପାଇଁ ନାରୀମାନେ ଅତୁଳନୀୟ ଯୋଗଦାନ ଦେଇଥିବାର ଘଟଣା ଚର୍ଚ୍ଚା କରିଥିଲେ। ସୁତରାଂ ଆଜି ବି ଆହମଦୀ ନାରୀମାନଙ୍କୁ ସେହି ଉଦାହରଣକୁ ନିଜ ସମ୍ମୁଖରେ ରଖିବା ଉଚିତ। ପୁନଶ୍ଚ ମହିଳାମାନଙ୍କ ବଳିଦାନର ଅଧିକ ଘଟଣା ଶୁଣନ୍ତୁ, ଯାହାକି ହଜରତ ସାଦଙ୍କ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ଅନସାର କବିଲା ବନୁ ସଲିମର ପ୍ରସିଦ୍ଧ କବି ଓ ସାହାବୀ ହଜରତ ଖୁନ୍ସା ସେହି ଯୁଦ୍ଧରେ ନିଜ 4 ଗୋଟି ପୁତ୍ରଙ୍କୁ ହରାଇଥିଲେ। ହଜରତ ଖୁନ୍ସାଙ୍କ ସ୍ୱାମୀ ଓ ଭ୍ରାତା ତାଙ୍କ ଯୌବନାବସ୍ଥାରେ ହିଁ ଦେହତ୍ୟାଗ କରିଥିଲେ। ସେ ବହୁ ଦୁଃଖ କଷ୍ଟରେ ନିଜ 4 ପୁତ୍ରଙ୍କୁ ଲାଳନ ପାଳନ କରିଥିଲେ। କାଦସିଆ ଯୁଦ୍ଧର ଅନ୍ତିମ ଦିନ ସକାଳେ ହଜରତ ଖୁନ୍ସା ନିଜ ପୁତ୍ରମାନଙ୍କୁ ଉପଦେଶ ଦେଇଥିଲେ ଯେ, ହେ ମୋର ପୁତ୍ରମାନେ, ତୁମେ ସ୍ୱଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଛ ଏବଂ ସ୍ୱଇଚ୍ଛାରେ ହିଜରତ କରିଛ ସେହି ପରମେଶ୍ୱରଙ୍କ ରାଣ ଯାହାଙ୍କ ବ୍ୟତିରେକେ ଅନ୍ୟ କେହି ଉପାସ୍ୟ ନାହାନ୍ତି। ମୁଁ ତୁମ ଆଭିଜାତ୍ୟ ଉପରେ ତିଳେ ମାତ୍ର କାହାରିକୁ ଆଙ୍ଗୁଠି ଉଠାଇବାକୁ ଦେଇନାହିଁ। ମନେ ରଖ, ପରକାଳର ଜୀବନ ଏହି ସାଂସାରିକ ଜୀବନ ଅପେକ୍ଷା ଶ୍ରେୟସ୍କର। ହେ ମୋର ପୁତ୍ରମାନେ, ଯୁଦ୍ଧ କ୍ଷେତ୍ରରେ ଶତ୍ରୁମାନଙ୍କ ମୁକାବିଲାରେ ସୁଦୃଢ଼ ଓ ଅଟଳ ପାଚେରୀ ପରି ଦଣ୍ଡାୟମାନ ହୋଇଯାଅ ଏବଂ କାନ୍ଧ ସହ କାନ୍ଧ ମିଳାଇ ଲଢ଼। ନିଜ ପରକାଳର ସୁଧାର ନିମନ୍ତେ ଛାତି ଟାଣି ଯୁଦ୍ଧକ୍ଷେତ୍ରକୁ ଲମ୍ଫ ପ୍ରଦାନ କର। ତାଙ୍କ ପୁତ୍ରମାନେ ଏହି ୱସିୟତର ଅକ୍ଷର ଅକ୍ଷରେ ପାଳନ କରିଥିଲେ ଏବଂ କବିତା ପାଠ କରି ନିଜ ନିଜ ଘୋଡ଼ା ଉପରେ ଚଢ଼ି ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ିଥିଲେ ଏବଂ ବୀରତ୍ୱର ସହ ଶତ୍ରୁର ମୁକାବିଲା କରି ଶହୀଦ ହୋଇଥିଲେ। ସନ୍ଧ୍ୟାବେଳକୁ କାଦସିଆରେ ଇସଲାମୀୟ ବାନା ଉଡ଼ିଥିଲା। ଯେତେବେଳେ ଖୁନ୍ସାଙ୍କୁ କୁହାଗଲା କି ତୁମର 4 ପୁତ୍ର ଶହୀଦ ହୋଇଯାଇଛନ୍ତି, ସେତେବେଳେ ସେ ପ୍ରଭୁଙ୍କ କୃତଜ୍ଞତା ଜ୍ଞାପନ କରି ପ୍ରଭୁ କଲେ କି ପ୍ରଭୁ ସେମାନଙ୍କୁ ଶହୀଦ ହେବାର ସୌଭାଗ୍ୟ ପ୍ରଦାନ କରିଛନ୍ତି ଏବଂ କହିଲେ, ମୋ ପାଇଁ ଏହା କିଛି କମ୍ ଗର୍ବ ଓ ଗୌରବର କଥା ନୁହେଁ ଯେ ମୋ ପୁତ୍ରମାନେ ପ୍ରଭୁଙ୍କ ମାର୍ଗରେ ଅର୍ଥାତ୍ ସତ୍ମାର୍ଗରେ ନିଜ ପ୍ରାଣର ଆହୁତି ଦେଇଛନ୍ତି। ମୋର ଆଶା, ପ୍ରଭୁ ଆମ୍ଭମାନଙ୍କୁ ନିଜ ଦୟାର ଚାଦରରେ ଏକତ୍ରିତ କରିଦେବେ। କାଦସିଆ ବିଜୟ କରିବା ପରେ ମୁସଲମାନ ମାନେ ବାବୁଲ ମଧ୍ୟ ବିଜୟ କରିଥିଲେ। ବାବୁଲ ଇରାକର ପୁରାତନ ସହର ଥିଲା, ଯାହାର ଚର୍ଚ୍ଚା ହାରୁତ ଓ ମାରୁତଙ୍କ ପ୍ରସଙ୍ଗରେ ପବିତ୍ର କୁରାନରେ ଉଲ୍ଲେଖ ରହିଛି। ଆଜି ଯେଉଁଠି କୁଫା ସହର ଗଢ଼ି ଉଠିଛି, ତାପରେ ମୁସଲମାନ ସୈନ୍ୟ କୁସା ସହରରେ ପହଞ୍ଚିଥିଲେ। କୁସା ସେହି ସ୍ଥାନ ଯେଉଁଠାରେ ହଜରତ ଇବ୍ରାହିମ ଆଲାଇହିସଲାମଙ୍କୁ ନମରୁଦ କଏଦ କରିଥିଲା। ସେତେବେଳେ ସେହି ସ୍ଥାନଟି ସୁରକ୍ଷିତ ଥିଲା। ହଜରତ ସାଦ ସେଠାରେ ପହଞ୍ଚି ସମ୍ପୃକ୍ତ କାରାଗାରକୁ ଯେତେବେଳେ ସ୍ୱଚକ୍ଷୁରେ ଅବଲୋକନ କଲେ, ସେତେବେଳେ ଏହି ପଂକ୍ତି ପାଠ କରିଥିଲେ, ତିଲକା ଇୟାମୁ ନଦାୱଲୁହା ବାଇନାନ୍ ନାସ୍, ଅର୍ଥାତ୍ ଏହି ଦିନଗୁଡ଼ିକ ଏପରି ଅଟେ କି ଆମ୍ଭେ ସେଗୁଡ଼ିକୁ ଲୋକମାନଙ୍କ ମଧ୍ୟରେ ଅଦଳ ବଦଳ କରିଥାଉ, ଯଦ୍ୱାରା ସେମାନେ ଉପଦେଶ ହାସଲ କରିବେ। କୁସା ଅତିକ୍ରମ କରି
सेमाने बाहरे शीर नामी एक स्थान रे पहुँची थिले अर्थात मुसलमान माने जहाँकि सहर मानक समूह थिला। बहुरे सीर दजला नदीर पश्चिम दिगरे अवस्थित इराकर सहर मदाइन निकटरे थिबा बगदाद सीमांत अंचल थिबा एक अंचलर नाम। सेठारे ईरान रो शिकारी बाघ रहुथिला। जेतेबेले साद को सेना सेठारे पहुँचिला सेतेबेले सेमाने सही हिंस्र बाघ को सैन्य मानक मध्य को छाड़ी देइथिले। हजरत साद को भ्राता हाशिम बिन अबी वकास प्रथम सेना दलर अफसर थिले। से निज खड्गर एभली प्रहार कले कि बाघ सेहिठारे ही निपात होईगला। सेठारे मदाइन रो युद्ध होइथिला। मदाइन ईरान रो केंद्रस्थली थिला। सेठारे ताहार धवल अट्टालिका मान रहिथिला। मुसलमान ओ मदाइन मध्यरे दजला नदी रहिथिला। ईरानी नदीर समस्त सेतु भांगी देइथिले। हजरत साद मुसलमान माननकु कहिले शत्रु नदी आरपटे रहिछि, तेणु नदी पार करी निय। यहा कही से स्वयं निज घोड़ा रे नदी भितरकू लंफ प्रदान करथिले। यहा देखि सिपाही माने मध्य निज सेनाध्यक्षर अनुसरण करी नदी भितरकू लंफ प्रदान करथिले। ईरानी माने एही आश्चर्यजनक दृश्य देखि भୟରେ चित्कार करी उठिले एवं कहिले कि देव माने आसीगले। सुतरां से माने पलायन कले। मुसलमान माने सहर ओ ईरान रो महल गुड़िकू अधिकार करिनेले। एभली हजरत हुजूर सल्लल्लाहु अलैहि वसल्लम को भविष्यवाणी पूरण हैला, जहा कि हजरत हुजूर सल्लल्लाहु अलैहि वसल्लम अहजाब युद्ध समय रे सुड़ंग खनन करिबा बेले कहिथिले कि मते मदाइन रो धवल अट्टालिका भस्मीभूत हेउथिबार दृश्यमान हेउअछि। हजरत साद उक्त अट्टालिका गुड़िकू जनशून्य देखि सूरे दुखान रो निम्न पंक्ति आवृत्ति करथिले। कम तरकु मिन जन्नातियों व उयून व जुरुइन व मकामिन करीम व नामतिन कानु फीहा फाकिहीन कज़ालिका व औरसनाहा कौमन आखरीन। अर्थात सेमाने निज पछरे अनेक उद्यान, झरणा, शस्य क्षेत्र और अत्यंत आरामदायक स्थान एपरी बासस्थान जेउठिरे अत्यंत सुखरे रहुथिले एहीपरि भावरे एहीपरि होइथिला। एवं आम्भे अन्य एक संप्रदाय को से सबुर उत्तराधिकारी करिथिलु। यापर हजरत साद रज़ियल्लाहु ताला हजरत उमर रज़ियल्लाहु सेवारे उपस्थित होई अधिक अग्रसर हेबा पई अर्थात आगुकू अग्रसर हेबा पई अनुमति लोड़ीथिले। यार उत्तर रे हजरत उमर रज़ियल्लाहु ताला तंकु कहिले सेतिकरे तुमे संतुष्ट हुओ एवं विजय अंचल को सुव्यवस्थित करिबा पई प्रचेष्टा कर, प्रयास कर। सुतरां हजरत साद रज़ियल्लाहु ताला मदायन को केंद्र रे परिणत करी ताहाकू सुव्यवस्थित करिबा पई अक्लांत परिश्रम और उद्यम करिथिले एवं उक्त कार्य को से भल भावरे अर्थात सुंदर भावरे तुलाइथिले। प्रजांक विश्राम तथा सुख समृद्धि लगी व्यवस्था मध्य करिथिले। निजर सुयोजना और प्रयोजित कार्य माध्यम से यह प्रमाण कर देइथिले जे अल्लाह ताला तंकु युद्ध सामर्थ्यता तथा योग्यता प्रदान करिबारे सम्मानित और पुरस्कृत और संवर्धित करिसंती। मदायन जलवायु आरबी मानक पई अनुकूल नथिला, तेणु हजरत साद हजरत उमर रज़ियल्लाहु निकट को पत्र लिखिथिले और अनुमति मागिथिले जे एक नूतन सहर स्थापन करा जाऊ, जहिरे आरब देशर विभिन्न संप्रदायर लोक माननकु स्थापित करा जाई परिबो एवं सहर मध्यवर्ती स्थान रे एक से विराट काय मस्जिद निर्माण करथिले, जहिरे 40,000 रु ऊर्ध्व नमाज पाठकारी सामूहिक नमाज पाठ करुथिले। कुफा मूल सेना शिविर थिला, सेठारे 1 लाख सैन्य रहुथिले। एथि संक्रांत रे अधिक व्याख्या एभली उल्लेख रहिछि जे हजरत साद मदायन रे दीर्घ समय पर्यंत अवस्थान करिबा परे अनुभव कले कि मदायन रो जलवायु आरबी मानक विपरीत अटे। तेणु से हजरत उमर रज़ियल्लाहु पत्र लिखिले कि खलीफा निकट को आदेश हस्तगत हैला कि सीमांत रे एक उत्तम जमी चयन करी नूतन सहर स्थापन कर, जेउठारे आरबी गोष्ठी को बसाई ताहाकू निजर केन्द्रस्थली कर। हजरत साद एही आदेश अनुजाई मदायन बाहरी एक उपयुक्त स्थान चयन कले एवं एक प्रशस्त और
ବୃହତ ସହରର ଭିତ୍ତି ସ୍ଥାପନ କଲେ, ଯାହାର ସେ କୁଫା ନାମକରଣ କରିଥିଲେ, ଯେଉଁଠାରେ ସେ ଆରବର ଭିନ୍ନ ଭିନ୍ନ କବିଲାକୁ ପୃଥକ ପୃଥକ ମହଲରେ ବସାଇଥିଲେ ଏବଂ ସହରର ମଧ୍ୟଭାଗରେ ଏକ ବୃହତ୍କାୟ ମସଜିଦ୍ ନିର୍ମାଣ କରିଥିଲେ, ଯେଉଁଥିରେ 40,000ରୁ ଅଧିକ ନମାଜୀ ସାମୂହିକ ନମାଜ ପାଠ କରୁଥିଲେ, ଯେପରିକି ଉପରେ ଆଲୋଚନା ହୋଇଆସିଲା। ମସଜିଦ୍ ନିକଟରେ ହିଁ ବୈତୁଲ ମାଲ ଅର୍ଥାତ୍ କୋଷାଗାର, ଭଣ୍ଡାର ଘର ଓ ନିଜ ନିବାସ ତିଆରି କରିଥିଲେ, ଯାହାକି କସରେ ସାଦଙ୍କ ନାମରେ ପ୍ରସିଦ୍ଧ ଥିଲା। 21 ହିଜରୀରେ ଇରାନୀଙ୍କ ଅଧିକୃତରେ ଥିବା ଇରାକର ସେହି ଅଂଶ ଯାହାର ନାମ ନିହାୱନ୍ ଥିଲା, ମୁସଲମାନମାନଙ୍କ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମୁସଲମାନମାନଙ୍କ ଠାରୁ ଇରାନୀ ଉକ୍ତ ଅଞ୍ଚଳରୁ ପୁନଃ ଅଧିକାର କରିବା ନିମନ୍ତେ 1.5 ଲକ୍ଷ ସୈନ୍ୟ ଏକତ୍ରିତ କରିଥିଲେ। ହଜରତ ସାଦ ଉମର ରଜିୟଲ୍ଲାହୁଙ୍କୁ ଏହାର ସୂଚନା ଦେଲେ। ଉମର ରଜିୟଲ୍ଲାହୁ ପରାମର୍ଶକାରୀଙ୍କ ସହ ପରାମର୍ଶ କ୍ରମେ ଏକ ଇରାକୀ ହଜରତ ନୁମାନ ବିନ୍ ମକରନିଙ୍କ ଅଧ୍ୟକ୍ଷତାରେ ମୁସଲମାନମାନଙ୍କୁ ପ୍ରେରଣ କରିଥିଲେ, ଅର୍ଥାତ୍ ମୁସଲମାନ ସେନାକୁ ପ୍ରେରଣ କରିଥିଲେ। ହଜରତ ନୁମାନ ସେତେବେଳେ କିସ୍କରରେ ଥିଲେ। କିସ୍କର ୱାନ୍ ନଦୀ ଠାରୁ ବସରା ନିକଟସ୍ଥ ଦଜଲା ନଦୀ ମୁଖ ପର୍ଯ୍ୟନ୍ତ ଅଞ୍ଚଳ ଅଟେ, ଯାହା ସୀମାରେ ଅନେକ ଗ୍ରାମ ଓ ସହର ରହିଥିଲା। ସେ ଯାହା ହେଉ, ହଜରତ ଉମର ତାଙ୍କୁ ନହୱାୱେନ୍ଦ ପହଞ୍ଚିବାକୁ ଆଦେଶ ଦେଇଥିଲେ। 1.5 ଲକ୍ଷ ଇରାନୀଙ୍କ ମୁକାବିଲାରେ ମୁସଲମାନମାନଙ୍କ ସଂଖ୍ୟା ମାତ୍ର 30,000 ଥିଲା। ହଜରତ ନୁମାନ ନିଜ ସେନାର ପରିକ୍ରମା କରି ସେମାନଙ୍କୁ ଉପଦେଶ ଦେଲେ, ଅର୍ଥାତ୍ ମୁସଲମାନ ସେନାକୁ ଉପଦେଶ ଦେଲେ, ଯଦି ମୁଁ ଶହୀଦ ହୋଇଯାଏ ତେବେ ତୁମମାନଙ୍କ ସେନାପତି ହୁଜେଫା ହେବେ ଏବଂ ଯଦି ସେ ଶହୀଦ ହୋଇଗଲେ ତେବେ ଅମକ ବ୍ୟକ୍ତି ତୁମର ସେନାଧ୍ୟକ୍ଷ ହେବେ। ଏପରି ସେ 7 ଜଣଙ୍କ ନାମାଙ୍କନ କରିଥିଲେ। ତାପରେ ଦୁଆ କଲେ, ହେ ଆଲ୍ଲାହ, ନିଜ ଧର୍ମକୁ ମର୍ଯ୍ୟାଦା ପ୍ରଦାନ କର ଏବଂ ନିଜ ଭକ୍ତମାନଙ୍କ ସାହାଯ୍ୟ କର ତଥା ନୁମାନଙ୍କୁ ସର୍ବପ୍ରଥମେ ଶହୀଦ ହେବାର ସୌଭାଗ୍ୟ ପ୍ରଦାନ କର। ଆଉ ଏକ ବର୍ଣ୍ଣନା ଅନୁଯାୟୀ ସେ ଦୁଆ କରିଥିଲେ, ହେ ଆଲ୍ଲାହ, ମୁଁ ତୁମ ଶରଣେ ପ୍ରାର୍ଥନା କରୁଅଛି କି ଆଜି ମୋ ଚକ୍ଷୁକୁ ଏଭଳି ବିଜୟ ଦ୍ୱାରା ଶୀତଳ କରାଅ ଯେଉଁଥିରେ ଇସଲାମର ଗୌରବ ଅକ୍ଷୁର୍ଣ୍ଣ ହେବ ଏବଂ ମୋତେ ଶହୀଦର ଦର୍ଜା ପ୍ରାପ୍ତ ହେବ। ଯୁଦ୍ଧ ଆରମ୍ଭ ହେଲା। ମୁସଲମାନମାନେ ଏଭଳି ବୀରତ୍ୱର ସହ ଲଢ଼ିଲେ ଯେ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ରଣଭୂମି ମୁସଲମାନମାନଙ୍କ ହାତମୁଠାରେ ଥିଲା। ସେହି ଯୁଦ୍ଧରେ ହଜରତ ନୁମାନ ଶହୀଦ ହୋଇଥିଲେ। ଅବୁ ଲୋଲୋ ଫିରୋଜି କଏଦ ହେଲେ ଏବଂ ଦାସ ହୋଇ ହଜରତ ମୁଗେରା ବିନ୍ ଶେବାଙ୍କ ଭାଗରେ ଆସିଥିଲେ। ଏ ସେହି ବ୍ୟକ୍ତି ଯେ ହଜରତ ଉମର ରଜିୟଲ୍ଲାହୁଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଶହୀଦ କରିଦେଇଥିଲା। ହଜରତ ଉମର ନୱାୱେନ୍ଦ୍ର ଅମୀରଙ୍କୁ ପତ୍ର ଲେଖିଥିଲେ, ଯଦି ଆଲ୍ଲାହ ମୁସଲମାନମାନଙ୍କୁ ବିଜୟ ମଣ୍ଡିତ କଲେ ତେବେ 1/5 କୋଷାଗାର ପାଇଁ ରଖିଦେବ ଓ ବାକି ସମସ୍ତ ଧନ ସମ୍ପତ୍ତି ମୁସଲମାନମାନଙ୍କ ମଧ୍ୟରେ ବଣ୍ଟନ କରିଦେବ ଏବଂ ଯଦି ପରିଣାମ ଅନ୍ୟଥା ହୁଏ ତେବେ ଜାଣିରଖ କେହି ଚିରଞ୍ଜୀବୀ ନୁହେଁ, ଭୂପୃଷ୍ଠ ଅପେକ୍ଷା କବର ଶ୍ରେୟସ୍କର। ହଜରତ ଉମର ରଜିୟଲ୍ଲାହୁଙ୍କ ଖିଲାଫତ ସମୟ କାଳରେ ଏକଦା ବନୁ ଅସଦ କବିଲାର ଲୋକେ ହଜରତ ସାଦଙ୍କ ନମାଜ ପଢ଼ାଇବାକୁ ନେଇ ଆପତ୍ତି କରିଥିଲେ ଏବଂ ଏହି ଅଭିଯୋଗ ହଜରତ ଉମର ରଜିୟଲ୍ଲାହୁଙ୍କୁ ମଧ୍ୟ ସେମାନେ କରିଥିଲେ କି ସାଦ ସଠିକ ରୂପେ ନମାଜ ପଢ଼ାଉ ନାହାନ୍ତି। ଏଥିରେ ହଜରତ ଉମର ରଜିୟଲ୍ଲାହୁ ମୁହମ୍ମଦ ବିନ୍ ମୁସଲିମାଙ୍କୁ ଏହାର ତଦନ୍ତ କରିବା ନିମନ୍ତେ ପ୍ରେରଣ କରିଥିଲେ। ତଦନ୍ତ କରିବା ପରେ ସେ ଏହି ଲୋକମାନଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ। ଯଦିଚ ଅନ୍ୟ କିଛି କାରଣବଶତଃ ହଜରତ ଉମର ରଜିୟଲ୍ଲାହୁ ହଜରତ ସାଦଙ୍କୁ ମଦିନା ଡକାଇ ଦେଇଥିଲେ। ଏହାର ବ୍ୟାଖ୍ୟା ସହି ବୁଖାରୀରେ ଏଭଳି ଦରଜ ରହିଛି କି ହଜରତ ଜାବିର ବିନ୍ ସମରା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, କୁଫାବାସୀ ହଜରତ ଉମର ରଜିୟଲ୍ଲାହୁଙ୍କ ନିକଟରେ ହଜରତ ସାଦଙ୍କର ଅଭିଯୋଗ କରିଥିଲେ। ଏଥିରେ ସେ ତାଙ୍କୁ ନିଲମ୍ବିତ କରିଥିଲେ ଏବଂ ତାଙ୍କ ସ୍ଥାନରେ ହଜରତ ଅମ୍ମାରଙ୍କୁ ହାକିମ ରୂପେ ମୁତୟନ କରିଥିଲେ। କୁଫାବାସୀ ଏହି ଅଭିଯୋଗ ମଧ୍ୟ କରିଥିଲେ ଯେ ହଜରତ ସାଦ ଭଲ ଭାବରେ ନମାଜ ପଢ଼ାଉ ନାହାନ୍ତି। ହଜରତ ଉମର ତାଙ୍କୁ ଡକାଇ ପଠାଇଲେ ଏବଂ କହିଲେ, ହେ ଆବୁ ଇସହାକ, ଏହା ହଜରତ ସାଦଙ୍କର ଗୋତ୍ର ଥିଲା। କୁଫାବାସୀ କହୁଛନ୍ତି ତୁମେ ତାଙ୍କୁ ଭଲ ଭାବରେ ନମାଜ ପଢ଼ାଉ ନାହଁ। ସେ ପ୍ରତି ଉତ୍ତରରେ କହିଲେ, ଆଲ୍ଲାହଙ୍କ ରାଣ, ମୁଁ ତ ସେମାନଙ୍କୁ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ପରି ନମାଜ ପଢ଼ାଉଛି ଏବଂ ଏଥିରେ ତିଳେ ମାତ୍ର କମ୍ କରୁନାହିଁ। ଇଶା ନମାଜରେ ପ୍ରଥମ 2 ରେକାତ
ଦୀର୍ଘ ଓ ପରବର୍ତ୍ତୀ ଦୁଇ ରେକାତ ସଂକ୍ଷିପ୍ତ ପଢ଼ାଉଛି। ଏଥିରେ ହଜରତ ଉମର ରଜିୟତାଲା କହିଲେ, ତୁମଠାରୁ ମୁଁ ଏହି ଉପେକ୍ଷା କରିଥିଲି, ଅର୍ଥାତ୍ ମୋର ତୁମଠାରେ ଏହି ଆଶା ରହିଥିଲା। ତାପରେ ହଜରତ ଉମର ଜଣେ ଅବା କିଛି ଲୋକଙ୍କୁ କୁଫା ଅଭିମୁଖେ ପ୍ରେରଣ କରିଥିଲେ ଯେ ହଜରତ ସାଦଙ୍କ ସଂକ୍ରାନ୍ତରେ କୁଫାବାସୀଙ୍କୁ ପଚାରିବେ। ସେମାନେ ପ୍ରତ୍ୟେକ ମସଜିଦ୍ ଭ୍ରମଣ କରି ସାଦଙ୍କ ପ୍ରସଙ୍ଗରେ ପଚାରି ବୁଝିଥିଲେ, କିନ୍ତୁ ସମସ୍ତେ ହଜରତ ସାଦଙ୍କର ପ୍ରଶଂସା ଗାନ କରିଥିଲେ। ଶେଷରେ ସେମାନେ ବନୁ ଅସଦ କବିଲାର ମସଜିଦକୁ ଅର୍ଥାତ୍ ମସଜିଦରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଉସାମା ବିନ୍ କତାଦା ନାମୀ ଜଣେ ବ୍ୟକ୍ତି ଛିଡ଼ା ହୋଇଥିଲେ ଏବଂ କହିଲେ, ଯେହେତୁ ତୁମେ ଆମକୁ ରାଣ ଦେଇ ପଚାରୁଛ, ତେଣୁ ଅସଲ କଥା ହେଲା ସାଦ ସେନାଙ୍କ ସାଥିରେ ଯାଉନାହାନ୍ତି ଏବଂ ନା ବିଜୟରୁ ଅର୍ଜିତ ସମ୍ପତ୍ତି ସମାନ ଭାବରେ ବଣ୍ଟନ କରୁଛନ୍ତି, ନା ହିଁ ନ୍ୟାୟ ବିଚାର କରୁଛନ୍ତି। ଏହା ଶୁଣି ହଜରତ ସାଦ କହିଲେ, ଅଲ୍ଲାହଙ୍କ ରାଣ, ମୁଁ 3 ଗୋଟି ଦୁଆ କରୁଛି କି ଯଦି ତୁମର ଏହି ଭକ୍ତ ମିଥ୍ୟା କହୁଛି ଏବଂ ଲୋକ ଦେଖାଣିଆ ଓ ସମ୍ମାନ ପାଇବା ପାଇଁ ଏଭଳି ଆପତ୍ତି କରୁଛି, ତେବେ ତାହାକୁ ଦୀର୍ଘଜୀବୀ କର ଏବଂ ତାହାର ଅଭାବକୁ ପ୍ରଶସ୍ତ କରିଦିଅ, ତାହା ସହ ସମସ୍ୟା ଗୁଡ଼ିକୁ ଯୋଡ଼ି ଦିଅ। ଏଥିଅନ୍ତେ ଯେ କେହି ତାଙ୍କୁ ତାର ଅବସ୍ଥା ପଚାରୁଥିଲା, ସେଥି ଉତ୍ତାରୁ ସେ କହୁଥିଲା, ମୁଁ ବହୁତ ବୁଢ଼ା ହୋଇଯାଇଛି, ମୋ ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ଦୁଃଖ ସମସ୍ୟା ଦୁର୍ଦ୍ଦଶାମାନ ମୋତେ ଘେରି ରହିଛି ଏବଂ ସାଦଙ୍କର ବଦ୍ଦୁଆର ମୁଁ ଶିକାର ହୋଇଛି। ଅର୍ଥାତ୍ ସାଦଙ୍କ ଉପରେ ଲଗାଇଥିବା ମିଥ୍ୟାରୋପର ପ୍ରତିଫଳ ଭୋଗ କରୁଅଛି। ଅବଦୁଲ ମାଲକ କୁହନ୍ତି, ମୁଁ ତାଙ୍କୁ ଦେଖିଲି, ବାର୍ଦ୍ଧକ୍ୟ ହେତୁ ତାଙ୍କ 2 ପତା ତାଙ୍କ ଆଖିରେ ପଡ଼ି ରହିଥିଲା। ଏହା ସତ୍ତ୍ୱେ ତାଙ୍କର ଚାରିତ୍ରିକ ଅବସ୍ଥା ଏଭଳି ଥିଲା କି ସେ ରାସ୍ତାରେ ଚାଲି ଯାଉଥିବା ତରୁଣୀ ଅର୍ଥାତ୍ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏସବୁ ବୁଖାରୀରେ ଉଲ୍ଲେଖ ରହିଛି। ସେ ଯାହା ହେଉ, ଏହି ଆପତ୍ତି ଦ୍ୱାରା ହଜରତ ସାଦ ଅତ୍ୟନ୍ତ ମର୍ମାହତ ହେଲେ ଏବଂ ଆପଣ କହିଲେ, ଆରବମାନଙ୍କ ମଧ୍ୟରୁ ମୁଁ ପ୍ରଥମ ବ୍ୟକ୍ତି ଯେ ଅଲ୍ଲାହଙ୍କ ମାର୍ଗରେ ତୀର ନିକ୍ଷେପ କରିଥିଲେ। ଆମେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସହିତ ଯୁଦ୍ଧକ୍ଷେତ୍ରକୁ ବାହାରୁଥିଲୁ ଏବଂ ଆମ ନିକଟରେ କୌଣସି ଖାଦ୍ୟ ସାମଗ୍ରୀ ନଥିଲା, କେବଳ ଗଛର ପତ୍ର ବ୍ୟତୀତ। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଓଟ ପରି ଅବା ମେଷ ପରି ମଳତ୍ୟାଗ କରୁଥିଲେ, ଅର୍ଥାତ୍ ଶୁଖିଲା ମଳତ୍ୟାଗ କରୁଥିଲେ। ବର୍ତ୍ତମାନ ଅବସ୍ଥା ଦେଖି ବନୁ ଅସଦ ବିନ୍ ଖଜିମା ମୋତେ ଇସଲାମର ଆଚାର ବ୍ୟବହାର ଶିଖାଉଛନ୍ତି, ତେବେ ତ ମୁଁ ହୀନ ଓ ନୀଚ ସାବ୍ୟସ୍ତ ହେଲି, ମୋର ସମସ୍ତ ପୁଣ୍ୟକର୍ମ ନଷ୍ଟ ହୋଇଗଲା। ବନୁ ଅସଦର ଲୋକେ ହଜରତ ଉମର ରଜିୟତାଲାଙ୍କ ନିକଟରେ ଚୁଗୁଲି କରିଥିଲେ ଏବଂ କହିଥିଲେ କି ହଜରତ ସାଦ ଆମକୁ ଭଲ ଭାବରେ ନମାଜ ପଢ଼ାଉ ନାହାନ୍ତି। 23 ହିଜରୀରେ ଯେତେବେଳେ ହଜରତ ଉମର ରଜିୟତାଲାଙ୍କ ଉପରେ ମରଣାତ୍ମକ ଆକ୍ରମଣ ହେଲା, ସେତେବେଳେ ହଜରତ ଉମର ରଜିୟତାଲା ଲୋକମାନଙ୍କୁ କହିଲେ ଯେ ଆପଣମାନେ ଖିଲାଫତ ପାଇଁ କେଉଁ ବ୍ୟକ୍ତିଙ୍କୁ ନାମାଙ୍କିତ କରିବେ। ପ୍ରତି ଉତ୍ତରରେ ହଜରତ ଉମର ରଜିୟତାଲା ଖିଲାଫତ ପାଇଁ ଏକ ବୋର୍ଡ଼ ଗଠନ କରିଥିଲେ, ଯେଉଁ ବୋର୍ଡ଼ରେ ହଜରତ ଉସ୍ମାନ, ହଜରତ ଅଲି, ହଜରତ ଅବ୍ଦୁର ରହମାନ ବିନ୍ ଅଫ୍, ହଜରତ ସାଦ ବିନ୍ ଅବି ୱକାସ, ହଜରତ ଜୁବେର ବିନ୍ ଅୱାମ, ହଜରତ ତଲହା ବିନ୍ ଉବେଦୁଲ୍ଲା ରଜିୟତାଲା ପରି ସାହାବାମାନେ ଏହାର ସଦସ୍ୟ ଥିଲେ। ହଜରତ ଉମର ରଜିୟତାଲା କହିଲେ, ଏହି ସାହାବାମାନଙ୍କ ମଧ୍ୟରୁ କୌଣସି ଜଣେ ବ୍ୟକ୍ତିଙ୍କୁ ନିର୍ବାଚିତ କରିନିଅ, କାରଣ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଏମାନଙ୍କୁ ବୈକୁଣ୍ଠର ଅଧିକାରୀ ରୂପେ ବିବେଚିତ କରିଛନ୍ତି। ପୁନଶ୍ଚ ହଜରତ ଉମର ରଜିୟତାଲା କହିଲେ ଯେ ଯଦି ଖିଲାଫତ ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲାଙ୍କୁ ପ୍ରାପ୍ତ ହୁଏ, ତେବେ ସେ ହିଁ ଖଲିଫା ହେବେ, ଅନ୍ୟଥା ଯିଏ ବି ତୁମମାନଙ୍କ ମଧ୍ୟରୁ ଖଲିଫା ହୁଅନ୍ତି, ସେ ସାଦଙ୍କ ଠାରୁ ସାହାଯ୍ୟ ଲୋଡ଼ିବେ। କାରଣ ମୁଁ ତାଙ୍କୁ ଏଥିପାଇଁ ନିଲମ୍ବିତ କରିନାହିଁ କି ସେ କୌଣସି ପ୍ରକାର କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ ଓ ଅସମର୍ଥ ଥିଲେ, ନା ଏଥିପାଇଁ କି ସେ ବିଶ୍ୱାସଘାତକତା କରିଥିଲେ। ଯେତେବେଳେ ହଜରତ ଉସ୍ମାନ ଖଲିଫା ହେଲେ, ସେ ହଜରତ ସାଦଙ୍କୁ ପୁନରାୟ କୁଫାର ହାକିମ ମନୋନୀତ କରିଥିଲେ। ସେ 3 ବର୍ଷ କାଳ ଏହି ଦାୟିତ୍ୱ ଭାର ବହନ କରିଥିଲେ। ତାପରେ କୌଣସି କାରଣର ବଶତଃ ହଜରତ ସାଦଙ୍କର ହଜରତ ଅବଦୁଲ୍ଲା ବିନ୍ ମସୁଦ ରଜିୟତାଲାଙ୍କ ସହ ମତାନ୍ତର ହୋଇଥିଲା, ଯେ କି ସେତେବେଳେ କୁଫାର କୋଷାଗାରର ଅଧ୍ୟକ୍ଷ ଥିଲେ, ଯଦ୍ୱାରା ହଜରତ ଉସ୍ମାନ ତାଙ୍କୁ ନିଲମ୍ବିତ କରିଥିଲେ, ଅର୍ଥାତ୍ ହଜରତ ସାଦଙ୍କୁ ନିଲମ୍ବିତ କରିଥିଲେ। ଏଥିଅନ୍ତେ ହଜରତ ସାଦ ମଦିନା ଆସି ଏକାନ୍ତ ବାସକୁ ଚାଲି ଯାଇଥିଲେ।
ଯେତେବେଳେ ହଜରତ ଉସ୍ମାନଙ୍କ ବିରୁଦ୍ଧରେ ବିଦ୍ରୋହ ବିଶୃଙ୍ଖଳା ମୁଣ୍ଡ ଟେକିଥିଲା, ସେତେବେଳେ ମଧ୍ୟ ହଜରତ ସାଦ ଏକାନ୍ତବାସରୁ ବାହାରି ନଥିଲେ। ଉଲ୍ଲେଖ ରହିଛି ଯେ ଏକଦା ହଜରତ ସାଦଙ୍କ ପୁତ୍ର ତାଙ୍କୁ କହିଲେ, ଏଭଳି ଅପ୍ରୀତିକର ପରିସ୍ଥିତିରେ ଆପଣ ଜିହାଦ କରିବା ପରିବର୍ତ୍ତେ ନୀରବ ଓ ମୌନ ବସି ରହିଛନ୍ତି। ଏଥିରେ ସାଦ ଉତ୍ତର ଦେଲେ, ମୁଁ ସେ ପର୍ଯ୍ୟନ୍ତ ଲଢ଼ିବି ନାହିଁ ଯେପର୍ଯ୍ୟନ୍ତ ମୋତେ ଏପରି ଖଡ଼୍ଗ ଆଣି ନ ଦିଆଯାଏ ଯାହାକି ବିଶ୍ୱାସକାରୀ ଓ ଅବିଶ୍ୱାସକାରୀଙ୍କୁ ଚିହ୍ନି ପାରୁଥିବ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ସାଦ କହିଲେ କି ମୋତେ ଏଭଳି ଏକ ଖଡ଼୍ଗ ଆଣିଦିଅ ଯାହାର ଚକ୍ଷୁ, ଓଠ ଓ ଜିହ୍ୱା ଥିବ, ଯେ କହିବ ଯେ ଅମକ ଲୋକ ବିଶ୍ୱାସକାରୀ ଓ ଅମକ ଲୋକ ଅବିଶ୍ୱାସକାରୀ ଅଟେ। ତେବେ ଯାଇ ମୁଁ ଅମାନ୍ୟକାରୀଙ୍କ ବିରୁଦ୍ଧରେ ଲଢ଼ିବି। ସନନ ତିର୍ମିଜିରେ ଉଲ୍ଲେଖ ରହିଛି, ହଜରତ ସାଦ ହଜରତ ଉସ୍ମାନଙ୍କ ସମୟରେ ଯେଉଁ ଉପଦ୍ରବ ମୁଣ୍ଡ ଟେକିଥିଲା ତାହାର ସୂତ୍ରପାତ ହେବା କ୍ଷଣି କହିଥିଲେ ଯେ ମୁଁ ସାକ୍ଷ୍ୟ ଦେଉଛି ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କହିଥିଲେ କି ଭବିଷ୍ୟତରେ ଏଭଳି ବିଦ୍ରୋହର ସୂତ୍ରପାତ ହେବ ଯେତେବେଳେ ବସି ରହିଥିବା ବ୍ୟକ୍ତି ଛିଡ଼ା ହୋଇଥିବା ବ୍ୟକ୍ତିଠାରୁ ଉତ୍ତମ ଏବଂ ଛିଡ଼ା ହୋଇଥିବା ବ୍ୟକ୍ତି ଗମନ କରୁଥିବା ବ୍ୟକ୍ତିଠାରୁ ଶ୍ରେୟସ୍କର ହୋଇଥିବ ଏବଂ ଚାଲୁଥିବା ବ୍ୟକ୍ତି ଦୌଡ଼ୁଥିବା ବ୍ୟକ୍ତିଠାରୁ ଶ୍ରେୟସ୍କର ହୋଇଥିବ। ଅର୍ଥାତ୍ କୌଣସି ପ୍ରକାର ବିଭ୍ରାଟ ଓ ବିଶୃଙ୍ଖଳାରେ ନିବୃତ୍ତ ନ ହୋଇ ବରଂ ସେଥିରୁ ଅଲଗା ରହିବା, ନିବୃତ୍ତ ରହିବା ଓ ସାମିଲ ନ ହେବା ଉଚିତ। ସେ ଯାହା ହେଉନା କାହିଁକି ଜଣେ ପ୍ରଶ୍ନ କଲା, ଯଦି ବିଶୃଙ୍ଖଳା ନିଜ ଘରେ ପ୍ରବେଶ କରେ ତେବେ କ'ଣ କରିବା? ଉତ୍ତର ଦେଲେ, ତେବେ ଇବ୍ନେ ଆଦମ ପରି ହୋଇଯିବ। ଅର୍ଥାତ୍ କୁରାନରେ ଯେପରି ଉଲ୍ଲେଖ ରହିଛି କି ନିଜର ସୁରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବା, ନା କି କାହାରିକୁ ହତ୍ୟା କରିବା ଉଦ୍ଦେଶ୍ୟରେ। ହଜରତ ଉସ୍ମାନଙ୍କ ସମୟରେ ଯେତେବେଳେ ବିଦ୍ରୋହର ସୂତ୍ରପାତ ହେଲା, ସେତେବେଳେ ସାହାବାମାନେ ଉକ୍ତ ଉପଦ୍ରବକୁ ଦୂର କରିବାକୁ ଯେଉଁ ସୁନ୍ଦର ପ୍ରୟାସ କରିଥିଲେ ତାହାର ଚର୍ଚ୍ଚା କରି ହଜରତ ମୁସଲିମ ମଉଦ୍ ରାଦିୟଲ୍ଲାହୁ କୁହନ୍ତି, ଯଦିଚ ସାହାବାଙ୍କୁ ହଜରତ ଉସ୍ମାନଙ୍କ ସହ ଏକତ୍ରିତ ହେବାର ଅନୁମତି ଦିଆଯାଉନଥିଲା, ତଥାପି ସେମାନେ ନିଜ କର୍ତ୍ତବ୍ୟରୁ ଅନ୍ୟାସକ୍ତ ଚିତ୍ତ ନଥିଲେ। ସେମାନେ ଦୁଇ ଭାଗରେ ନିଜ କାର୍ଯ୍ୟ ବିଭକ୍ତ କରିଦେଇଥିଲେ। ଯେ ପରିଣତି ଅବସ୍ଥାରେ ପହଞ୍ଚି ଯାଇଥିଲେ ଏବଂ ଯାହାଙ୍କ ଚାରିତ୍ରିକ ପ୍ରଭାବ ଲୋକମାନଙ୍କ ନିକଟରେ ରହିଥିଲା, ସେମାନେ ନିଜ ସମୟ ଲୋକମାନଙ୍କୁ ବୁଝାଇବାରେ ବ୍ୟତୀତ କରୁଥିଲେ ଏବଂ ଯେ ଏଭଳି ପ୍ରଭାବ ବିସ୍ତାର କରିନଥିଲେ ଅବା ଯୁବ ସାହାବା ଥିଲେ, ସେମାନେ ହଜରତ ଉସ୍ମାନଙ୍କ ସୁରକ୍ଷା ପ୍ରତି ଚେଷ୍ଟାରତ ଥିଲେ। ଆପଣ ଅଧିକନ୍ତୁ କୁହନ୍ତି, ପ୍ରଥମ ଧାଡ଼ିରେ ହଜରତ ଅଲି ଓ ହଜରତ ସାଦ ବିନ୍ ଅବି ୱକାସ୍ ପାର୍ସିମାନଙ୍କ ଉପଦ୍ରବକୁ ଦୁର୍ବଳ କରିବା ପାଇଁ ସବୁଠାରୁ ଅଧିକ ପ୍ରୟାସରତ ଥିଲେ। ହଜରତ ଉସ୍ମାନଙ୍କ ଅନ୍ତେ ହଜରତ ଅଲିଙ୍କ ଖିଲାଫତ କାଳରେ ମଧ୍ୟ ହଜରତ ସାଦ ଏକାନ୍ତବାସରେ ରହିଥିଲେ। ଗୋଟିଏ ବର୍ଣ୍ଣନା ଅନୁଯାୟୀ ଯେତେବେଳେ ହଜରତ ଅଲି ଓ ଅମୀର ମାୱିୟାଙ୍କ ମଧ୍ୟରେ ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା, ସେତେବେଳେ ଅମୀର ମାୱିୟା 3 ଜଣ ସାହାବା ହଜରତ ଅବଦୁଲ୍ଲା ବିନ୍ ଉମର, ହଜରତ ସାଦ ବିନ୍ ଅବି ୱକାସ୍ ଓ ହଜରତ ମୁହମ୍ମଦ ବିନ୍ ମୁସଲେମାଙ୍କୁ ନିଜ ସାହାଯ୍ୟ ନିମନ୍ତେ ପତ୍ର ଲେଖିଥିଲେ କି ହଜରତ ଅଲିଙ୍କ ବିରୁଦ୍ଧରେ ମୋର ସାହାଯ୍ୟ କର। ଏଥିରେ ଉକ୍ତ 3 ଜଣ ସାହାବା ତାଙ୍କର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ହଜରତ ସାଦ ତାଙ୍କୁ ଉତ୍ତରରେ ଲେଖିଥିଲେ, ହେ ମାୱିୟା, ତୁମେ ଏକ ପ୍ରଚଣ୍ଡ ବ୍ୟାଧିରେ ଆକ୍ରାନ୍ତ ହୋଇଯାଇଛ ଯାହାର କୌଣସି ଉପଚାର ନାହିଁ। କ'ଣ ତୁମେ ଏତିକି ବୁଝିପାରୁନାହଁ ଯେ ଅବୁ ହାସନ ଅର୍ଥାତ୍ ହଜରତ ଅଲି ମୋତେ ଲଢ଼ିବାକୁ କହିଥିଲେ, କିନ୍ତୁ ମୁଁ ତାଙ୍କ କଥା ଗ୍ରହଣ କଲି ନାହିଁ ଏବଂ ମୁଁ ତାଙ୍କୁ ଏହି ପରାମର୍ଶ ଦେଇଥିଲି ଯେ ମୋତେ ଏଭଳି ଖଡ଼୍ଗ ଆଣିଦିଅ ଯେ ଚିହ୍ନିବାର ଶକ୍ତି ରଖୁଥିବ, ଅର୍ଥାତ୍ ଶତ୍ରୁ ଓ ମିତ୍ର ମଧ୍ୟରେ ଫରକ କରିପାରୁଥିବ। ହେ ମାୱିୟା, କ'ଣ ତୁମେ ଆଶା ବାନ୍ଧିଛ ଯେ ଯୁଦ୍ଧ କରିବା ପାଇଁ ହଜରତ ଅଲିଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିବା ପରେ ମୁଁ ତୁମ କଥାରେ ରାଜି ହୋଇଯିବି, ଯେତେବେଳେ କି ହଜରତ ଅଲିଙ୍କ ଜୀବନର ଗୋଟିଏ ଦିନ ତୁମ ସାରା ଜୀବନ ଓ ମୃତ୍ୟୁଠାରୁ ଶ୍ରେୟସ୍କର। ଏଭଳି ବ୍ୟକ୍ତିତ୍ୱ ବିରୋଧରେ ମୋତେ ଆମନ୍ତ୍ରିତ କରୁଛ। ଅସଦୁଲ୍ ଗାବାରେ ଏହି ବର୍ଣ୍ଣନାଟି ଦରଜ ରହିଛି। ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ଏକଦା ଅମୀର ମାୱିୟା ହଜରତ ସାଦ ରାଦିୟଲ୍ଲାହୁଙ୍କୁ ପଚାରିଲେ ଯେ ହଜରତ ଅଲି ରାଦିୟଲ୍ଲାହୁଙ୍କ ଗୋତ୍ର ଅବୁ ତୁରାବ ଥିଲା, ତାଙ୍କୁ ଖରାପ କହିବାରୁ ଆପଣଙ୍କୁ କେଉଁ କଥା ବାରଣ କରୁଛି? ସେ ତାଙ୍କୁ ଖରାପ ବୋଲି ମଣୁଥିଲେ। ହଜରତ ସାଦ ରାଦିୟଲ୍ଲାହୁ କହିଲେ,
हुजूर सल्लल्लाहु अलैहि वसल्लम तांको संपर्करे तीनोटी कथा कहिसंती। तन्मध्यरु जदि मते गोटिए कथा मध्य मिली जाइथांता तेबे ताहा मो पई लाली ओट ठारू श्रेयस्कर होइथांता, अर्थात मु निजको धन्य मणुथांती। मु तीनोटी कथा जोगु हजरत अली रज़ियल्लाहु मंद बोली कहि परिबि नहीं। प्रथमतः एकदा हुजूर सल्लल्लाहु अलैहि वसल्लम हजरत अली को निज पछरे महिला और पिलामानंक जत्न नेबार दायित्व न्यस्त करी युद्ध क्षेत्र को बाहरी पड़िथिले। प्रति उत्तर रे हजरत अली रज़ियल्लाहु कहिले, हे अल्लाहଙ୍କ रसूल, आपण मते महिला और शिशुमानंक सुरक्षा दायित्व रे कहीं छाड़ी जाउछंती। हुजूर कहिले, कौन तुमे एथिरे प्रसन्न नाह जे तुमर मो सहित सेहीपरि संपर्क रही जेपरि हजरत मूसा हजरत हारून अलैहिस्सलाम को सहित थिला, किंतु उक्त कथारे केवल गोटिए अंतर रही एवं ताहा हेउची हजरत हारून अलैहिस्सलाम नबी थिले एवं मो वियोग परे तुमको अवतारोत्तर मर्यादा प्राप्त हेब नहीं। द्वितीयतः खैबर युद्ध अवसर रे हुजूर सल्लल्लाहु अलैहि वसल्लम कहिले जे मु एपरि व्यक्ति इस्लाम रो ध्वजा प्रदान करिबी जे अल्लाह और ताहांक रसूल को भल पाउथिब। फलस्वरूप आम मानंक मध्यरु प्रत्येक व्यक्ति यही इच्छा प्रकाश कला कि ध्वजा आमको प्राप्त हुअंता कि, कारण आमे मान्य मध्य अल्लाह ताला और रसूल सहित प्रीति संपर्क रखुछु। सुतरां हुजूर सल्लल्लाहु अलैहि वसल्लम आम मानंक मध्यरु काहारी को ध्वजा प्रदान कले नहीं। परिशेष रे कहिले, हजरत अली रज़ियल्लाहु को डाक। हजरत अली आसिले, तांकर चक्षुर समस्या रहिथिला। हुजूर सल्लल्लाहु अलैहि वसल्लम निज मुखर पवित्र लाळ तांक आखिरे लगाइथिले एवं तांको इस्लाम रो ध्वजा प्रदान करिथिले। अल्लाह ताला से दिन मुसलमान मानंकु विजय मंडित करिथिला। पुनश्च जेतेबेले से तृतीय कथा वर्णना कले सेतेबेले निम्न आयतटी अवतीर्ण होइथिला, फकुल तालौ नदु अबनाना व अबनाउकुम व निसाना व निसाउकुम, अर्थात तुम्भे कही दियो जे आस आमे निज पुत्र मानंकु डाकिबा एवं तुमे निज पुत्र मानंकु डाक, आमे निज महिला मानंकु डाकुछु एवं तुमे निज महिला मानंकु डाक। जेतेबेले उक्त आयतटी अवतीर्ण हैला सेतेबेले हुजूर सल्लल्लाहु अलैहि वसल्लम हजरत अली रज़ियल्लाहु ओ फातिमा ओ हसन रज़ियल्लाहु तथा हुसैन रज़ियल्लाहु को डाकिथिले जे हे प्रभु एमाने हेउछंती मोर कुटुंब। यहा हेउछि तिर्मिजीर वर्णना। हजरत साद बिन अबी वकास रज़ियल्लाहु सुपुत्र मसअब बिन साद वर्णना करंती जे जेतेबेले मो पितांक शेष समय आसिला सेतेबेले तांकर मस्तक मो कोଳରେ थिला। मो पिता मोर लुह को देखि पारु नथिले एवं मते कहिले, हे मोर प्रिय पुत्र, केउ कथा तुमको रोदन कराउछि। मु उत्तर देली, हे पिताश्री, आपणଙ୍କ वियोगर व्यथा एवं आपणଙ୍କ वियोग परे मु आपणଙ୍କ स्थान रे अन्य कोनोसी व्यक्ति को आपणଙ୍କ समतुल्य पाउ नाही। प्रति उत्तर रे हजरत साद रज़ियल्लाहु कहिले, मो मृत्यु रे तुमे लुह झराओ नहीं। अल्लाह ताला कदापि मते नरकगामी करिवे नहीं, कारण मु वैकुंठवासी मध्यरु जणे। केतेक लोक आपत्ति करती जे से किपरि वैकुंठवासी होइगले, से निजे एकथा किपरि कहि परिले। तेबे यार उत्तर हजरत साद रज़ियल्लाहु एठारे मध्य कहिसंती जे मु वैकुंठवासी मध्यरु जणे जार भविष्यवाणी अल्लाहଙ୍କ रसूल करिथिले। अल्लाह ताला विश्वासकारी मानंकु सेमानंकर पुण्यर फल प्रदान करि देई थांती जो पुण्य सेमाने निज जीवन रे करिसंती एवं अविश्वासकारी मानंकर जेउठी प्रसंग रहिछि तेबे से परिप्रेक्षी रे अल्लाह ताला सेमानंकर सत्कर्म जोगु सेमानंक शास्ति को कोहल करि दियंती। किंतु जेतेबेले सेमानंकर सत्कर्मर परिसमाप्ति घटे सेतेबेले अल्लाह ताला सेमानंकु पुनर्बार शास्ति देई थांती। प्रत्येक व्यक्ति को निज कर्मर फल मागिबा उचित, कारण से फल प्राप्तिर आशा रखी कर्म करिथाए। हजरत साद बिन अबी वकास रज़ियल्लाहु पुत्र वर्णना करती, मु निज पितांकु पचारिली जे हे मोर पिता, मु यह अवलोकन करुछि जे आपण अंसार मानक सहित जो भली व्यवहार करुछंती सेही भली व्यवहार अन्य गोष्ठींक सह प्रदर्शन करुनाहांती। प्रति उत्तर रे हजरत साद कहिले, हे मोर पुत्र, तुम हृदय रे सेमानंक प्रति कोनोसी संवेदना रहिछि कि किंबा मु अंसारक सहित जो भली व्यवहार प्रदर्शन करुछि सेही भली व्यवहार अन्य गोष्ठींक सहित काहींकी प्रदर्शन करुनाहीं।
ଏ ସଂକ୍ରାନ୍ତରେ ତୁମ ମନ ଭିତରେ କୌଣସି ପ୍ରଶ୍ନ ରହିଛି କି? ହଜରତ ସାଦ ରଜତାଲାଙ୍କ ପୁତ୍ର ଉତ୍ତର ଦେଲେ, ହଁ, କିନ୍ତୁ ମୁଁ ଆପଣଙ୍କର ଏଭଳି ଆଚରଣ ଓ ପ୍ରସଙ୍ଗକୁ ଦେଖି ଆଶ୍ଚର୍ଯ୍ୟଚକିତ ହୁଏ। ହଜରତ ସାଦ ରଜତାଲା ଉତ୍ତର ଦେଲେ, ମୁଁ ହୁଜୁର ସଲ୍ଲଲ୍ଲାହୁ ଠାରୁ ଶୁଣିଛି ଯେ ବିଶ୍ୱାସକାରୀ ହିଁ ସେମାନଙ୍କୁ ବନ୍ଧୁ ବୋଲି ଗ୍ରହଣ କରିଥାଏ ଓ କପଟ ବିଶ୍ୱାସୀ ସେମାନଙ୍କ ପ୍ରତି ବିଦ୍ୱେଷ ଭାବ ପୋଷଣ କରିଥାଏ। ସୁତରାଂ ଅନସାରମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଯୋଗୁଁ ମୁଁ ସେମାନଙ୍କ ସହିତ ଏହିଭଳି ବ୍ୟବହାର ପ୍ରଦର୍ଶନ କରୁଅଛି। ଜରୀର ରଜିୟତାଲା ବର୍ଣ୍ଣନା କରନ୍ତି ଯେ ଏକଦା ମୁଁ ହଜରତ ଉମର ରଜିୟତାଲାଙ୍କ ନିକଟରେ ଉପସ୍ଥିତ ହେଲି। ଯେତେବେଳେ ସେ ତାଙ୍କ ସମୀପରୁ ଅତିକ୍ରମ କଲେ, ସେତେବେଳେ ହଜରତ ଉମର ରଜିୟତାଲା ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲାଙ୍କ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କଲେ କି ସେ କିପରି? ସେ ଉତ୍ତର ଦେଲେ ଯେ ମୁଁ ତାଙ୍କୁ ଏଭଳି ଅବସ୍ଥାରେ ଛାଡ଼ି ଯାଇଛି ଯେ ସେ ନିଜ ଶାସନ କାଳରେ ସର୍ବାଧିକ ସଜ୍ଜନ ବ୍ୟକ୍ତି ଥିଲେ। କଠୋରତା ଅବଲମ୍ବନ କରିବାରେ ସେ ସମସ୍ତଙ୍କ ତୁଳନାରେ ଦୟାମୟ ଓ ନମ୍ର ଥିଲେ। ସେ ସେମାନଙ୍କୁ ଏଭଳି ଏକତ୍ରିତ କରନ୍ତି ଯେଉଁଭଳି ପିମ୍ପୁଡ଼ି ଖାଦ୍ୟ କିମ୍ବା ଅନ୍ୟ ପିମ୍ପୁଡ଼ିମାନଙ୍କୁ ଏକତ୍ରିତ କରିଥାଏ। ସେ ଯୁଦ୍ଧ ସମୟରେ ସମସ୍ତ ଲୋକମାନଙ୍କ ଅପେକ୍ଷା ଜଣେ ବୀର ଓ ସାହସୀ ତଥା କୁରେଶର ସମସ୍ତ ଲୋକଙ୍କ ମଧ୍ୟରୁ ସବୁଠୁ ପ୍ରିୟ ଥିଲେ। ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲା 55 ହିଜରୀରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବେଳେ ତାଙ୍କୁ 70 ବର୍ଷ ବୟସରୁ କିଛି ଅଧିକ ବର୍ଷ ହୋଇଥିଲା। କେତେକଙ୍କ ନିକଟରେ ତାଙ୍କ ବୟସ 74 ବର୍ଷ ବୟସ ହୋଇଥିଲା। ଅପରପକ୍ଷରେ ଅନ୍ୟ କେତେକଙ୍କ କହିବା ଅନୁଯାୟୀ ତାଙ୍କୁ 83 ବର୍ଷ ବୟସ ହୋଇଥିଲା। ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲାଙ୍କ ବୟସ ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତଭେଦ ରହିଛି। ଭିନ୍ନ ଭିନ୍ନ ବର୍ଣ୍ଣନାରେ ତାଙ୍କ ବିୟୋଗ ବର୍ଷ 51 ହିଜରୀ ଠାରୁ ନେଇ 58 ହିଜରୀ ପର୍ଯ୍ୟନ୍ତ ବର୍ଣ୍ଣିତ ରହିଛି, କିନ୍ତୁ ଅନେକ ବ୍ୟକ୍ତିମାନେ ତାଙ୍କ ତିରୋଧାନର ବୟସ 55 ହିଜରୀ ବୋଲି ମତ ପୋଷଣ କରନ୍ତି। ବିୟୋଗ ବେଳେ ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲା 2,50,000 ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଥିଲେ। ହଜରତ ସାଦ ବିନ୍ ଅବି ୱକାସ ଅକିକ୍ ନାମକ ସ୍ଥାନରେ ମୃତ୍ୟୁବରଣ କରିଥିଲେ, ଯାହାକି ମଦିନା ଠାରୁ ପ୍ରାୟ 7 ମାଇଲ ଦୂରରେ ଅବସ୍ଥିତ କିମ୍ବା 10 ମାଇଲ ଦୂରତାରେ ଅବସ୍ଥିତ। ଅନ୍ୟ କେତେକ କହିବା ଅନୁଯାୟୀ ତାଙ୍କର ଅର୍ଥିକୁ ଲୋକମାନେ କାନ୍ଧରେ ବହନ କରି ମଦିନା ଆଣିଥିଲେ ଓ ମସଜିଦ୍ ନବୀରେ ତାଙ୍କର ଜନାଜା ସମ୍ପନ୍ନ ହୋଇଥିଲା। ତାଙ୍କର ଜନାଜା ମୋରୱାନ ବିନ୍ ହକିମ୍ ପଢ଼ାଇଥିଲେ, ଯିଏକି ସେତେବେଳେ ମଦିନାର ଶାସକ ଥିଲେ। ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲାଙ୍କ ଜନାଜାରେ ହୁଜୁର ସଲ୍ଲଲ୍ଲାହୁଙ୍କର ପତ୍ନୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲାଙ୍କୁ ଜନ୍ନତୁଲ ବକୀରେ କବର ଦିଆଯାଇଥିଲା। ହଜରତ ସାଦ ବିନ୍ ଅବି ୱକାସଙ୍କ ବିୟୋଗ ସମ୍ପର୍କରେ ବିଭିନ୍ନ ପ୍ରକାର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ହଜରତ ଅବଦୁଲ୍ଲା ବିନ୍ ଜୁବେର ରଜିୟତାଲା ହଜରତ ଆୟଶା ରଜିୟତାଲାଙ୍କ ଠାରୁ ବର୍ଣ୍ଣନା କରନ୍ତି, ଯେତେବେଳେ ହଜରତ ସାଦ ବିନ୍ ଅବି ୱକାସଙ୍କ ବିୟୋଗ ଘଟିଲା, ସେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ସହଧର୍ମିଣୀମାନେ ଏହି ଖବର ପ୍ରେରଣ କଲେ ଯେ ଲୋକମାନେ ହଜରତ ସାଦ ବିନ୍ ଅବି ୱକାସଙ୍କ ଜନାଜାକୁ ମସଜିଦକୁ ନେଇ ଆସନ୍ତୁ, ଯଦ୍ୱାରା ସେମାନେ ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ ସହଧର୍ମିଣୀମାନେ ତାଙ୍କ ଜନାଜା ପଢ଼ିପାରିବେ। ସୁତରାଂ ଲୋକମାନେ ତାହା ହିଁ କଲେ। ଜନାଜା ସେମାନଙ୍କ କୋଠରୀ ସମ୍ମୁଖରେ ରଖାଗଲା, ସେମାନେ ଯେପରି ସାଦଙ୍କର ଜନାଜା ପଢ଼ିପାରିବେ। ପୁନଶ୍ଚ ସେମାନଙ୍କୁ ବାବୁଲ ଜନାୟାତ ଠାରୁ ବାହାରକୁ ନିଆଗଲା, ଯାହାକି ବସିବା ସ୍ଥାନର ଖୁବ୍ ନିକଟବର୍ତ୍ତୀ ଥିଲା। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁଙ୍କ ପବିତ୍ର ସହଧର୍ମିଣୀମାନଙ୍କୁ ଏହି ସୂଚନା ମିଳିଲା ଯେ ଲୋକମାନେ ଜନାଜାକୁ ମସଜିଦ ଭିତରକୁ ଆଣିବା ପ୍ରସଙ୍ଗକୁ କେନ୍ଦ୍ର କରି ସମାଲୋଚନା କରୁଛନ୍ତି ଏବଂ କହୁଛନ୍ତି ଯେ ମସଜିଦ ଭିତରକୁ ଜନାଜା ପ୍ରବେଶ କରାଇବା ନିଷିଦ୍ଧ। ସୁତରାଂ ଯେତେବେଳେ ହଜରତ ଆୟଶା ରଜିୟତାଲା ଏହି କଥା ଜାଣିବାକୁ ପାଇଲେ କି ଲୋକମାନେ କେତେ ଶୀଘ୍ର ଏପରି କଥା ଉପରେ ସମାଲୋଚନା କରିବା ଆରମ୍ଭ କରିଦେଲେଣି ଯାହାର ସେମାନଙ୍କୁ କୌଣସି ଧାରଣା ନାହିଁ, ହଜରତ ଆୟଶା ରଜିୟତାଲା କହିଲେ, ଲୋକମାନେ ଆମ ଉପରେ ଆପତ୍ତି କରୁଛନ୍ତି ମସଜିଦ ଭିତରକୁ ଜନାଜା ଅତିକ୍ରମ କରିବା ପ୍ରସଙ୍ଗରେ। ଅପରପକ୍ଷରେ ହୁଜୁର ସଲ୍ଲଲ୍ଲାହୁ ହଜରତ ସାହେଲ ବିନ୍ ଜେବା ରଜିୟତାଲାଙ୍କ ଜନାଜା ମସଜିଦ ଭିତରେ ହିଁ ପଢ଼ାଇଥିଲେ ଏବଂ ଏହା ମୁସଲିମର ବର୍ଣ୍ଣନା ଅଟେ। ହଜରତ ସାଦ ବିନ୍ ଅବି ୱକାସ ରଜିୟତାଲାଙ୍କ ଜୀବନର ଶେଷ କ୍ଷଣରେ ସେ ଏହି ଓସିୟତ କରିଥିଲେ ଯେ ମୋ ପାଇଁ କବର ପ୍ରସ୍ତୁତ କରିବ ଏବଂ ସେହି କବର ଉପରେ ଇଟା ଲଦି ଦେବ, ଯେପରି ହୁଜୁର ସଲ୍ଲଲ୍ଲାହୁଙ୍କର କବରକୁ ପକ୍କା କରି ଦିଆଯାଇଛି
ଏହା ମଧ୍ୟ ମୁସଲିମର ବର୍ଣ୍ଣନା ଅଟେ। ପ୍ରବାସକାରୀଙ୍କ ମଧ୍ୟରେ ହଜରତ ସାଦ ବିନ୍ ଅବି ୱକାସ୍ ରଦିୟଲ୍ଲାହୁ ସର୍ବଶେଷରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବେଳେ ପୁରୁଷମାନଙ୍କ ମଧ୍ୟରୁ ହଜରତ ସାଦ ବିନ୍ ଅବି ୱକାସ୍ ନିଜର ଏକ ପଶମ ବସ୍ତ୍ର ବାହାର କରିଥିଲେ ଓ ଓସିୟତ କରିଥିଲେ ଯେ ମୋତେ ଏହି ପଶମ ବସ୍ତ୍ର କଫନ ଆକାରରେ ପିନ୍ଧାଇ ଦେବ, କାରଣ ମୁଁ ଏହି ପଶମ ବସ୍ତ୍ରକୁ ପରିଧାନ କରି ବଦର ଯୁଦ୍ଧରେ ସାମିଲ ହୋଇଥିଲି ଏବଂ ସେବେଠାରୁ ଆଜି ପର୍ଯ୍ୟନ୍ତ ମୁଁ ଏହି ଉଦ୍ଦେଶ୍ୟରେ ଏହାକୁ ସାଇତି ରଖିଛି। ହଜରତ ସାହାବଜାଦା ମିର୍ଜା ବଶୀର ଅହମଦ ସାହେବ ସିରତ ଖାତୁମୁନ୍ ନବୀନରେ ଉଲ୍ଲେଖ କରନ୍ତି ଯେ ହଜରତ ଉମର ରଦିୟଲ୍ଲାହୁଙ୍କ ଶାସନ କାଳରେ ଯେତେବେଳେ ସାହାବାମାନଙ୍କର ଭତ୍ତା ନିରୂପଣ କରାଗଲା, ସେତେବେଳେ ବଦ୍ରୀ ସାହାବାମାନଙ୍କର ଭତ୍ତା ଅନ୍ୟମାନଙ୍କ ତୁଳନାରେ ଅଧିକ ଭାବରେ ନିର୍ଦ୍ଧାରିତ କରାଯାଇଥିଲା। ସ୍ୱୟଂ ସାହାବାମାନେ ବଦର ଯୁଦ୍ଧରେ ସାମିଲ ହୋଇଥିବା ଯୋଗୁଁ ନିଜକୁ ବିଶେଷ ରୂପେ ଗର୍ବିତ ମନେ କରୁଥିଲେ। ସୁତରାଂ ଗବେଷକ ତଥା ସମାଲୋଚକ ୱିଲିୟମ ମିଓର ସାହେବ ଉଲ୍ଲେଖ କରନ୍ତି ଯେ ବଦ୍ରୀ ସାହାବାମାନେ ଇସଲାମୀୟ ସମାଜରେ ସର୍ବୋଚ୍ଚ ପଦମର୍ଯ୍ୟାଦାର ସ୍ଥାନ ପାଇଛନ୍ତି। ଯେତେବେଳେ ହଜରତ ସାଦ ବିନ୍ ଅବି ୱକାସ୍ ରଦିୟଲ୍ଲାହୁ 80 ବର୍ଷ ବୟସରେ ମୃତ୍ୟୁବରଣ କରିବାକୁ ଲାଗିଲେ, ସେତେବେଳେ ସେ କହିଲେ, ମୋ ପାଇଁ ସେହି ପଗଡ଼ି ଆଣ ଯେଉଁ ପଗଡ଼ିକୁ ପିନ୍ଧି ମୁଁ ବଦର ଯୁଦ୍ଧରେ ସାମିଲ ହୋଇଥିଲି ଏବଂ ଯାହାକୁ ଆଜି ପର୍ଯ୍ୟନ୍ତ ମୁଁ ସାଇତି ରଖିଛି। ଏ ହେଉଛି ସେହି ସାଦ ବିନ୍ ଅବି ୱକାସ୍ ଯିଏ ବଦର ଯୁଦ୍ଧ ସମୟରେ ସମ୍ପୂର୍ଣ୍ଣ ତରୁଣ ଯୁବକଟିଏ ଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଯାହାଙ୍କ ହସ୍ତରେ ଇରାନ ବିଜୟ ହୋଇଥିଲା ଏବଂ ଯିଏ କୁଫାର ସଂସ୍ଥାପକ ଓ ଇରାକର ଗଭର୍ଣ୍ଣର ଥିଲେ, କିନ୍ତୁ ତାଙ୍କ ଦୃଷ୍ଟିରେ ସମ୍ମାନ, ପ୍ରତିଷ୍ଠା ଓ ଗାରିମା ବଦର ଯୁଦ୍ଧ ତୁଳନାରେ ସମ୍ପୂର୍ଣ୍ଣ ରୂପେ ତୁଚ୍ଛ ଓ ହୀନ ଥିଲା ଏବଂ ବଦର ଯୁଦ୍ଧ ଦିନର ବସ୍ତ୍ରକୁ ସେ ସମସ୍ତ ବସ୍ତ୍ର ଅପେକ୍ଷା ଅଧିକ ମହତ୍ତ୍ୱ ଦେଇଥିଲେ। ତାଙ୍କର ଶେଷ ଇଚ୍ଛା ଏହା ଥିଲା ଯେ ତାଙ୍କୁ ସେହି ବସ୍ତ୍ରରେ ହିଁ କବର ଦିଆଯାଉ ଯେଉଁ ବସ୍ତ୍ରକୁ ସେ ପରିଧାନ କରି ବଦର ଯୁଦ୍ଧରେ ସାମିଲ ହୋଇଥିଲେ। ଯଦିଓ ପୂର୍ବେ କୌଣସି ବର୍ଣ୍ଣନାରେ ଏହାର ଚର୍ଚ୍ଚା ହୋଇଛି ଯେ ସାଦ ରଦିୟଲ୍ଲାହୁ ନିଜର କୋଠି ନିର୍ମାଣ କରିନଥିଲେ, କାହା ମନରେ ଏହି ପ୍ରଶ୍ନ ଉଙ୍କି ମାରିପାରେ ଯେ ସେ ଏପରି କାହିଁକି କରିନଥିଲେ। ତେବେ ଏହାର ଉତ୍ତରରେ ଏହା ମନେ ରଖିବା ଉଚିତ ଯେ ସାଦ ବିନ୍ ଅବି ୱକାସ୍ ରଦିୟଲ୍ଲାହୁ ଜୀବନର ଶେଷ ପର୍ଯ୍ୟାୟରେ ଏକାନ୍ତବାସ ଅବଲମ୍ବନ କରିଥିଲେ ଏବଂ ପରେ ଯଦି କୌଣସି ବସ୍ତୁ ପସନ୍ଦ କରିଥିଲେ ତାହା ଥିଲା ବଦର ଯୁଦ୍ଧରେ ପିନ୍ଧିଥିବା ବସ୍ତ୍ର। ଏହା ପୂର୍ବରୁ ମଧ୍ୟ ତାଙ୍କର ଏକାନ୍ତବାସର ଯେଉଁ ଅବସ୍ଥା ରହିଥିଲା ତାହା ତାଙ୍କ ସରଳ ବିନମ୍ର ଜୀବନର ଜ୍ୱଳନ୍ତ ପ୍ରମାଣ ଅଟେ। ହଜରତ ସାଦ ରଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ଯେତେବେଳେ ମୁଁ ବଦର ଯୁଦ୍ଧରେ ସାମିଲ ହୋଇଥିଲି, ସେତେବେଳେ ମୋର କେବଳ ଏକମାତ୍ର କନ୍ୟା ସନ୍ତାନ ଥିଲା। ଅନ୍ୟ ବର୍ଣ୍ଣନାରୁ ଜଣାପଡ଼େ ଯେ ହଜ୍ଜତୁଲ ବିଦା ଅବସରରେ ମଧ୍ୟ ତାଙ୍କର ଏକମାତ୍ର ହିଁ କନ୍ୟା ସନ୍ତାନ ଥିଲା। ପୁନଶ୍ଚ ଏହାପରେ ଆଲ୍ଲାହ ତାଆଲା ତାଙ୍କ ଉପରେ ଏଭଳି କୃପା କଲେ ଯେ ସନ୍ତାନଙ୍କର ସଂଖ୍ୟା ବହୁତ ବଢ଼ିଯାଇଥିଲା। ହଜରତ ସାଦ ଭିନ୍ନ ଭିନ୍ନ ସମୟରେ ପ୍ରାୟ 9ଟି ବିବାହ କରିଥିଲେ ଏବଂ ସେମାନଙ୍କ ଠାରୁ ଆଲ୍ଲାହ ତାଆଲା ତାଙ୍କୁ 34ଟି ସନ୍ତାନ ପ୍ରଦାନ କରିଥିଲେ। ତନ୍ମଧ୍ୟରୁ 17 ଜଣ ବାଳକ ଓ 17 ଜଣ ବାଳିକା ସନ୍ତାନ ଥିଲେ। ବର୍ତ୍ତମାନ ଏଠାରେ ହଜରତ ସାଦ ବିନ୍ ଅବି ୱକାସ୍ ରଦିୟଲ୍ଲାହୁଙ୍କ ଚର୍ଚ୍ଚା ସମାପ୍ତ ହେଲା। ଆଗାମୀ ଖୁତବାରେ ଇନଶାଆଲ୍ଲାହ ପରବର୍ତ୍ତୀ ସାହାବାଙ୍କର ଚର୍ଚ୍ଚା କରିବି। ଆଜି ମୁଁ ନମାଜ ପରେ କେତେକ ନମାଜ ଜନାଜା ଗାଏବ ମଧ୍ୟ ପଢ଼ାଇବି। ପ୍ରଥମ ଜନାଜା ହେଉଛି ସମ୍ମାନୀୟ ସଫଦର ଅଲି ସାହେବଙ୍କର। ସେ ମସଜିଦ ଫଜଲରେ ଅତିଥି ବିଭାଗରେ ସ୍ୱେଚ୍ଛାକୃତ ଭାବରେ ସେବା ସମ୍ପାଦନ କରୁଥିଲେ। ଜୁଲାଇ ମାସ 25 ତାରିଖ ଦିନ ହୃଦଘାତ ଯୋଗୁଁ ତାଙ୍କର ଅକାଳ ବିୟୋଗ ଘଟିଛି। କିଛି ଦିନ ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ଭର୍ତ୍ତି ରହିଥିଲେ। ମୃତ୍ୟୁବେଳେ ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସେ ମୁସି ଥିଲେ। ଦୀର୍ଘ 30 ବର୍ଷ ଧରି ସେ ୟୁକେରେ ଅତିଥି ଅର୍ଥାତ୍ ଦାରୁ ଜିଆଫତ ବିଭାଗରେ ଜଣେ କର୍ମୀ ଭାବରେ ସେବା କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ଅତିଥି, ଜମାତର କର୍ମଚାରୀ ଓ ଜମାତର ସଦସ୍ୟମାନଙ୍କର ଅତୁଳନୀୟ ସେବା ଓ ଅତିଥି ସତ୍କାର କରିଛନ୍ତି। ଏହା ବ୍ୟତୀତ ସ୍ୱର୍ଗତ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଲ୍ ଫଜଲ ଇଣ୍ଟରନ୍ୟାସନାଲ ଓ ଅଖବାର ଅହମଦିୟତ ପ୍ୟାକିଂ ଓ ପୋଷ୍ଟିଂରେ ମଧ୍ୟ ସେବା ସମ୍ପାଦନ କରିଛନ୍ତି। ଦୀର୍ଘ ସମୟ ଧରି ତାଙ୍କର ଆସାଇଲମ୍ କେସ୍ ବିଚାରାଧୀନ ରହିଥିଲା
ଏବଂ ଯେତେବେଳେ ଦୀର୍ଘ ଦିନ ପରେ ତାଙ୍କର ଏହି ଆସାଇଲମ୍ କେସ୍ଟି ଅନୁମୋଦିତ ହୋଇଥିଲା ଅର୍ଥାତ୍ ପାରିତ ହୋଇଥିଲା, ତାଙ୍କ ପରିବାର ୟୁକେ ଆସିବାକୁ ପ୍ରସ୍ତୁତ ହେଲେ, ସେତେବେଳେ ସେ ଆଲ୍ଲାହ ତାଆଲାଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ। ସେ କଦାପି କୌଣସି ଅଭିଯୋଗ କରିନଥିଲେ। ଦୀର୍ଘ ସମୟ ଧରି ଏକୁଟିଆ ରହିଥିଲେ। ସ୍ୱର୍ଗତ ସଫଦର ସାହେବ ଖିଲାଫତର ପ୍ରେମୀ ଥିଲେ। ସର୍ବଦା କେବଳ ତାଙ୍କରି ଦୁଆରେ ପାଗଳ ପ୍ରେମୀ ହୋଇ ରହିନଥିଲେ, ବରଂ ଏଭଳି ଜଣେ ପାଗଳ ପ୍ରେମୀ ଥିଲେ ଯାହାଙ୍କର ଉଦାହରଣ ଅନ୍ୟମାନଙ୍କ ପାଇଁ ଆଦର୍ଶ ଥିଲା। ଜମାତର ସଦସ୍ୟ ଏବଂ ନିଜର ଜ୍ଞାତି କୁଟୁମ୍ବ ତଥା ପରିଜନ ସମ୍ପର୍କୀୟଙ୍କ ସହିତ ତାଙ୍କର ପ୍ରୀତିଭରା ଓ ସମ୍ମାନଜନକ ସମ୍ପର୍କ ବାନ୍ଧି ହୋଇ ରହିଥିଲା। ସେ ଅତୀବ ପ୍ରାର୍ଥନାକାରୀ ବ୍ୟକ୍ତି, ନିୟମିତ ନମାଜ ପାଠକାରୀ, ସେବକ, ସମସ୍ତଙ୍କ ପ୍ରିୟଭାଜନ ଓ ଅତ୍ୟନ୍ତ କୋମଳ ସ୍ୱଭାବ ଗୁଣର ଅଧିକାରୀ ଥିଲେ। ସେ ପଞ୍ଜାବୀ ଭାଷାରେ କବିତା ଲେଖୁଥିଲେ। ନିଜର ସୁମଧୁର କଣ୍ଠ ଯୋଗୁଁ ସେ ଜମାତର ଲୋକମାନଙ୍କ ନିକଟରେ ସୁନାମ ଅର୍ଜନ କରିପାରିଥିଲେ। ସ୍ୱର୍ଗତଙ୍କୁ ଜଲସା ସାଲାନା ଅବସରରେ ଲୋକମାନଙ୍କ ଆଗରେ ନଜମ ପଢ଼ିବା ଯୋଗୁଁ ଅତ୍ୟନ୍ତ ଗ୍ରହଣୀୟ ହୋଇପାରିଥିଲେ। ସ୍ୱର୍ଗତ ଲାହୋରର ସୁପରିଚିତ ଜମାତ ହାଣ୍ଡୋ ଗୁଜ୍ଜର ସହିତ ସମ୍ପର୍କ ରଖୁଥିଲେ। ସ୍ୱର୍ଗତଙ୍କ ପତ୍ନୀ ବ୍ୟତୀତ 4ଟି ପୁତ୍ର ଓ ତାଙ୍କର 2ଟି କନ୍ୟା ରହିଛନ୍ତି। ସମ୍ମାନୀୟ ଅତାଉଲ ମୁଜିବ ରାଶିଦ ସାହେବ ଉଲ୍ଲେଖ କରନ୍ତି ଯେ ସଫଦର ଅଲି ସାହେବ ଜଣେ ସରଳ ସ୍ୱଭାବୀ, ନୈଷ୍ଠିକ ଓ ନିଃସ୍ୱାର୍ଥପର ତଥା କଠୋର ପରିଶ୍ରମ କରି ଜମାତର ସେବା ସମ୍ପାଦନକାରୀ ବ୍ୟକ୍ତିତ୍ୱ ଥିଲେ। ମୁଜିବ ସାହେବ କୁହନ୍ତି, ତାଙ୍କର 3ଟି ଅସାଧାରଣ ବିଶେଷତ୍ୱ ରହିଥିଲା ଯଦ୍ୱାରା ତାଙ୍କ ପାଇଁ ସେ ମୋ ହୃଦୟରେ ତାଙ୍କ ପ୍ରତି ଗଭୀର ଆନ୍ତରିକତା ବର୍ଦ୍ଧିତ କରିପାରିଛି। ପ୍ରଥମତଃ ଏହା ହେଉଛି ଯେ ତାଙ୍କ ନିକଟରେ ସୀମିତ ସମ୍ବଳ ସତ୍ତ୍ୱେ କଥା କଥାରେ ସେ ଆଲ୍ଲାହ ତାଆଲାଙ୍କର ବହୁତ କୃତଜ୍ଞତା ଜ୍ଞାପନ କରନ୍ତି ଏବଂ ଆଲ୍ଲାହଙ୍କ ପ୍ରଶଂସା ଗାନ କରନ୍ତି। ଦ୍ୱିତୀୟତଃ ତାଙ୍କ ମନରେ ଖଲିଫା ଓ ଖିଲାଫତର ପ୍ରେମ ଭରି ରହିଥିଲା। ମୁଜିବ ସାହେବ କୁହନ୍ତି, ମୋତେ ସ୍ମରଣ ନାହିଁ ଯେ ତାଙ୍କ ସହିତ ଏତେ ସଂକ୍ଷିପ୍ତ ସାକ୍ଷାତ ବି ହୋଇଥିଲା ଏବଂ ସେ ଯେତେବେଳେ ବି ମୋତେ ସାକ୍ଷାତ କରୁଥିଲେ ସେତେବେଳେ ତାଙ୍କ କଥାରେ ଖିଲାଫତର ପ୍ରେମ ପରିପ୍ରକାଶ ହେଉଥିଲା। ତୃତୀୟତଃ ସେ ସର୍ବଦା ଧର୍ମସେବାକୁ ପୂର୍ଣ୍ଣ ଆନ୍ତରିକ ପ୍ରେମ ମାଧ୍ୟମରେ କରିବାକୁ ଗୁରୁତ୍ୱ ଦେଉଥିଲେ ଏବଂ ତାହାକୁ ସେ ନିଜର ସୌଭାଗ୍ୟ ବୋଲି ମଣୁଥିଲେ। ଜୀବନର ପ୍ରତିଟି ମୁହୂର୍ତ୍ତରେ ସେ ସର୍ବଦା ଅନ୍ୟକୁ ସୁଖ ଦେଇ ଆସୁଥିଲେ। ତାଙ୍କର ସୁପୁତ୍ରୀ ତହସିନ ସାହେବା ଉଲ୍ଲେଖ କରନ୍ତି ଯେ ଜୀବନର ପ୍ରତିଟି ମୁହୂର୍ତ୍ତରେ ସେ ସର୍ବଦା ଅନ୍ୟମାନଙ୍କୁ ଶିକ୍ଷା ଦେଇ ଆସିଛନ୍ତି। ତାଙ୍କର ଯେକୌଣସି ପରିଚିତ ବନ୍ଧୁ କିମ୍ବା ମସଜିଦରେ କୌଣସି ବ୍ୟକ୍ତିକୁ ଯଦି କୌଣସି ସମସ୍ୟା ରହୁଥିଲା ତେବେ ସେ ପରିପ୍ରେକ୍ଷୀରେ ସେ ଘରେ ଆମ ସମସ୍ତଙ୍କୁ ତା ନାଁ ଧରି ଦୁଆ କରିବାକୁ କହୁଥିଲେ। ସେ ଯାହା ହେଉନା କାହିଁକି ସେ ଆଲ୍ଲାହ ତାଆଲାଙ୍କ ସର୍ବଦା କୃତଜ୍ଞତା ଜ୍ଞାପନ କରୁଥିଲେ। ଅନ୍ୟମାନଙ୍କ ସହିତ ପୁଣ୍ୟ କରି ତାଙ୍କର କୃତଜ୍ଞତା ଜ୍ଞାପନ କରୁଥିଲେ ଏବଂ ସେହି ବ୍ୟକ୍ତିକୁ କହୁଥିଲେ ଯେ ଆପଣ ମୋତେ ଏହାର ସୁଯୋଗ ଦେଇଛନ୍ତି। ପୁନଶ୍ଚ ତାଙ୍କର ସୁପୁତ୍ରୀ କୁହନ୍ତି ଯେ ପିତାଶ୍ରୀ କୁହନ୍ତି ଯେ ତୁମେ 2 ଭଉଣୀ ମୋତେ ଏଇଥିପାଇଁ ପ୍ରିୟ ଯେ ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି वसल्लम ଯେଉଁ କହିଛନ୍ତି ଯେ ଯେଉଁ ବ୍ୟକ୍ତି ନିଜ କନ୍ୟାକୁ ସମ୍ମାନ ଦିଏ, ଭଲ ପାଏ, ସେହି ବ୍ୟକ୍ତିକୁ ସ୍ୱର୍ଗରେ ମୋର ସହଚର୍ଯ୍ୟ ପ୍ରାପ୍ତ ହେବ। ତାଙ୍କ ସୁପୁତ୍ରୀ କୁହନ୍ତି ଯେ ଆମ ବାପା ଆମମାନଙ୍କୁ ବହୁତ ଆନ୍ତରିକତାର ସହିତ ଅନ୍ୟର ସମ୍ମାନ କରିବାକୁ ସଂସ୍କାର ଦେଇଛନ୍ତି। ତାଙ୍କର ଦ୍ୱିତୀୟ ପୁତ୍ରୀ ରଜିଆ ସାହେବା କୁହନ୍ତି ଯେ ଆମ ପିତା ସର୍ବଦା ଖିଲାଫତର ଆଜ୍ଞାନୁବର୍ତ୍ତିତା ଓ ପ୍ରେମ କରିବା ପାଇଁ ଉତ୍ସାହିତ ରହୁଥିଲେ। ସେ ସ୍ୱୟଂ ଖିଲାଫତ ସହିତ ପ୍ରେମ ଓ ଆନ୍ତରିକତାର ସମ୍ପର୍କ ନିମନ୍ତେ ଉତ୍ସାହିତ କରୁଥିଲେ। ସେ ନିଜେ ଖିଲାଫତ ସହିତ ପ୍ରେମର ଏକ ଆଦର୍ଶ ଥିଲେ। ତାଙ୍କ ଶୋକ ପାଇଁ ଯେଉଁ ବ୍ୟକ୍ତି ବି ଆସୁଥିଲା ସେ ଏହା କହୁଥିଲା ଯେ ସେ ଆମଠୁ ବି ଅଧିକ ଖିଲାଫତକୁ ଭଲ ପାଉଥିଲେ, କିନ୍ତୁ ସେ ସମସ୍ତଙ୍କୁ ଭଲ ପାଉଥିଲେ। ଆମେ ଏହା ଅନୁଭବ କରିଛୁ। ସେ ମସଜିଦ ନିକଟବର୍ତ୍ତୀ ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଥିଲେ, କିନ୍ତୁ ସମସ୍ତେ ତାଙ୍କ ସମ୍ପର୍କରେ ଏହା ମତ ପୋଷଣ କରିଛନ୍ତି ସେ ଆମ ପରିବାରର ଏକ ସଦସ୍ୟ ଥିଲେ। ତାହା ତାଙ୍କର ଅତୁଳନୀୟ ପ୍ରେମ ଓ ସେବା ଧର୍ମ ଯୋଗୁଁ ସେ ଦୂରଦୂରାନ୍ତର ଲୋକମାନଙ୍କର କାର୍ଯ୍ୟ କରୁଥିଲେ ଓ ସେମାନଙ୍କର ସହିତ ସୁସମ୍ପର୍କ ରଖୁଥିଲେ।
ତେଣୁ ଲୋକମାନେ ତାଙ୍କ ପ୍ରତି ଏଭଳି ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି। ଲୋକମାନେ ତାଙ୍କ ସମ୍ପର୍କରେ ଅନେକ ପତ୍ର ଲେଖିଛନ୍ତି। ସେହି ସମସ୍ତ ପତ୍ରରୁ ଏହା ପ୍ରତୀତ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଓ ନିଷ୍ଠାପୂର୍ଣ୍ଣ ସମ୍ପର୍କ ରହିଥିଲା। ଖୁବ୍ କମ୍ ଲୋକମାନେ ହିଁ ଏପରି ଅଛନ୍ତି ଯେଉଁମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଓ ପ୍ରତ୍ୟେକ ଶ୍ରେଣୀୟ ବ୍ୟକ୍ତିଙ୍କ ନିକଟରେ ଏବଂ ସେହିପରି ତାଙ୍କ ମଜଲିସ୍ରେ ପ୍ରତ୍ୟେକ ଉଲ୍ଲେଖକାରୀ ତାହା ହିଁ ଉଲ୍ଲେଖ କରିଛନ୍ତି। ତାଙ୍କ କଥାର ଅର୍ଥାତ୍ ଖିଲାଫତ ସହିତ ସମ୍ପର୍କ ଥିଲା। ଆଲ୍ଲାହ ତାଆଲା ତାଙ୍କୁ ନିଜର ପ୍ରିୟଜନଙ୍କ ପାଦ ତଳେ ସ୍ଥାନ ଦିଅନ୍ତୁ। ତାଙ୍କ ସନ୍ତାନମାନଙ୍କୁ ମଧ୍ୟ ତାଙ୍କର ପୁଣ୍ୟ ବଳିରୁ ପୁଣ୍ୟ କର୍ମଗୁଡ଼ିକୁ ଜାରି ରଖିବାକୁ ଶକ୍ତି ପ୍ରଦାନ କରନ୍ତୁ ତଥା ତାଙ୍କ ଦୁଆ ଗ୍ରହଣ କରନ୍ତୁ। ତାଙ୍କ ପତ୍ନୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଧୈର୍ଯ୍ୟ ଏବଂ ସହନଶୀଳତା ପ୍ରଦାନ କରନ୍ତୁ। ତାଙ୍କର ପତ୍ନୀ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ସ୍ୱର୍ଗତ ସଫଦର ସାହେବ ଅତ୍ୟନ୍ତ ନିଷ୍ଠା, ପ୍ରେମ ଓ ଆନ୍ତରିକତାର ସହିତ ନିଜ ପତ୍ନୀର ସମସ୍ତ ଯତ୍ନ ଓ ସେବା କାର୍ଯ୍ୟ ତୁଲାଉଥିଲେ ଏବଂ ଦାୟିତ୍ୱ ବହନ କରିଥିଲେ। ସେ ଲଙ୍ଗରଖାନାରେ ଅବଶ୍ୟ ସେବା କରିଥିଲେ, କିନ୍ତୁ ଜଣେ ୱକ୍ଫେ ଜିନ୍ଦଗୀଠୁ ବି ଅଧିକ ତାଙ୍କର ହୃଦୟରେ ଉତ୍ସାହ ଥିଲା। ସେ ପାରିବାରିକ ଦାୟିତ୍ୱ ନିର୍ବାହ କରିବା ବ୍ୟତୀତ ଅନ୍ୟ ଭାଷା ନ ଆସିବା ସତ୍ତ୍ୱେ ନ ଜାଣିବା ସତ୍ତ୍ୱେ ଇଂରେଜ ପ୍ରତିବେଶୀମାନଙ୍କର ମଧ୍ୟ ବେଶ୍ ସେବା କରୁଥିଲେ ଏବଂ ସେମାନଙ୍କର ସହିତ ସୁସମ୍ପର୍କ ସ୍ଥାପନ କରିଥିଲେ। ସେହି ପ୍ରତିବେଶୀମାନେ ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ଆଲ୍ଲାହ ତାଆଲା ବୈକୁଣ୍ଠରେ ତାଙ୍କର ସ୍ତରକୁ ଉନ୍ନୀତ କରନ୍ତୁ, ଆମିନ୍। ପରବର୍ତ୍ତୀ ଜନାଜା ହେଉଛି ସମ୍ମାନୀୟ ଇଫତୁଲ ନସିର ସାହେବାଙ୍କର, ଯିଏକି ସମ୍ମାନୀୟ ପ୍ରଫେସର ନସିର ଅହମଦ ଖାନ ସାହେବଙ୍କର ପତ୍ନୀ ଥିଲେ। ମେ ମାସ 3 ତାରିଖ ଦିନ 90 ବର୍ଷ ବୟସରେ ହୃଦୟ ସ୍ପନ୍ଦନ ଥମିଯିବାରୁ ତାଙ୍କର ଦେହାନ୍ତ ଘଟିଲା। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସେ 1951 ମସିହାରେ ସ୍ୱର୍ଗତ ପ୍ରଫେସର ଡକ୍ଟର ନସିର ଅହମଦ ଖାନଙ୍କୁ ବିବାହ କରିଥିଲେ। ମୃତକଙ୍କ ପରିବାରରେ ତାଙ୍କର ଆୟଶା ନସିର ସାହେବା ନାମକ ଏକ ସୁପୁତ୍ରୀ ଅଛନ୍ତି, ଯିଏକି ଡକ୍ଟର ଇନାୟତୁଲ୍ଲା ମଙ୍ଗଲା ସାହେବ ଅଫ୍ ଆମେରିକାଙ୍କର ପତ୍ନୀ ଅଟନ୍ତି। ତାଙ୍କର 2 ଜଣ ପୁତ୍ର ଅଛନ୍ତି। ଜଣେ ହେଉଛନ୍ତି ଜହିର ଅହମଦ ଖାନ ଓ ଅନ୍ୟ ଜଣେ ହେଉଛନ୍ତି ଡକ୍ଟର ମୁନିର ଅହମଦ ଖାନ। ତାଙ୍କର ଉଭୟ ପୁତ୍ର ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ କୁଟୁମ୍ବରେ ବିବାହ କରିଛନ୍ତି। ତାଙ୍କର ନସିର ଅହମଦ ନାମକ ଜଣେ ପୌତ୍ର ୱକ୍ଫେ ଜିନ୍ଦଗୀ ଅର୍ଥାତ୍ ଉତ୍ସର୍ଗୀ ଅଟନ୍ତି। ବର୍ତ୍ତମାନ ଅତି ଉତ୍ତମ ରୂପେ ସେ MTA ପ୍ରସାରଣ ବିଭାଗରେ ସେବା ସମ୍ପାଦନ କରୁଛନ୍ତି। ଏଠାରେ ସେ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ନିଜକୁ ୱକ୍ଫ କରିଥିଲେ। ଆଲ୍ଲାହ ତାଆଲା ତାଙ୍କୁ ମଧ୍ୟ ତାଙ୍କ ଦୁଆ ସ୍ୱୀକାର କରନ୍ତୁ। ତାଙ୍କ ସୁପୁତ୍ର ଉଲ୍ଲେଖ କରନ୍ତି, ଯେତେବେଳେ ଆମେମାନେ ଛୋଟ ଥିଲୁ ସେତେବେଳେ ଆମେମାନେ ମାଙ୍କ ପାଖରେ ଶୟନ କରୁଥିଲୁ ଏବଂ ଯେତେବେଳେ ଆମ ଆଖି ଖୋଲୁଥିଲା ଅର୍ଥାତ୍ ରାତ୍ର ସମୟରେ ଆମେ ଜାଗ୍ରତ ହେଉଥିଲୁ, ସେତେବେଳେ ଆମେମାନେ ନିଜ ମାତାଙ୍କୁ କାନ୍ଦି କାନ୍ଦି ତହଜୁଦ ନମାଜରେ ଦୁଆ କରିଥିବାର ପାଇଥିଲୁ। ଉକ୍ତ କଥା ତାଙ୍କ ପୁତ୍ରୀ ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ମାତା ନିୟମିତ ରୂପେ କୁରାନ ତେଲାୱତ କରୁଥିଲେ ଏବଂ ଆମମାନଙ୍କ ପାଇଁ ମଧ୍ୟ ଏହା ବାଧ୍ୟତାମୂଳକ କରୁଥିଲେ, ଅର୍ଥାତ୍ ପିଲାମାନଙ୍କ ପାଇଁ ଏହା ବାଧ୍ୟତାମୂଳକ କରୁଥିଲେ କି ସେମାନେ ପ୍ରତିଦିନ ପବିତ୍ର କୁରାନର ଆବୃତ୍ତି କରନ୍ତୁ, ଅନ୍ୟଥା ତିଲାୱତ ନ କରି ସ୍କୁଲକୁ ଯିବାର ଅନୁମତି ନଥିଲା। ମୋ ମାତା ପ୍ରାରମ୍ଭିକ ପର୍ଯ୍ୟାୟରେ 60 ଦଶକରେ ଲାହୋରରେ ମଧ୍ୟ ବାସ କରୁଥିଲେ ଏବଂ ମଡର୍ଣ୍ଣ ଟାଉନରେ ଜେନେରାଲ ସେକ୍ରେଟାରୀ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ। 28 ବର୍ଷ ବୟସ ପର୍ଯ୍ୟନ୍ତ ଦାରୁଲ ନସର ଗର୍ବିରେ ସଦର ଲଜନା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ସେତେବେଳେ ସମ୍ବଳ ମଧ୍ୟ ସୀମିତ ଥିଲା ଏବଂ ପରିବ୍ୟାପ୍ତ ମୌଜା ରହିଥିଲା। ସେତେବେଳେ କୌଣସି ଯାନ ନଥିଲା। ପାଦରେ ଚାଲି ଚାଲି ସେ ଦୂରଦୂରାନ୍ତର ଅଞ୍ଚଳ ଅର୍ଥାତ୍ ଦାରୁଲ ନସରରେ ଯାଇ ପହଞ୍ଚୁଥିଲେ। ପୁନଶ୍ଚ ହଜରତ ଖଲିଫତୁଲ ମସିହ ରାବେ ରଦିୟଲ୍ଲାହୁ ଯେତେବେଳେ ସ୍ୱୟଂ ଜମାତର ଲୋକମାନଙ୍କୁ ଆହ୍ୱାନ ଦେଲେ ଯେ ନିଜର ସମସ୍ତ ଅଣ ଅହମଦୀ ସମ୍ପର୍କୀୟ ଓ ଦୁର୍ବଳ, ପଛୁଆ, ଅନଗ୍ରସର ଅହମଦୀମାନଙ୍କୁ ନିକଟକୁ ପତ୍ର ଲେଖାଯାଉ, ସେତେବେଳେ ସ୍ୱର୍ଗତ ଇଫତୁଲ ନସିର ସାହେବ ନିଜ ସମ୍ପର୍କୀୟମାନଙ୍କୁ ପତ୍ର ଲେଖିଥିଲେ। ସେ କୌଣସି ନା କୌଣସି ଆଳରେ ଦିନ ଦରିଦ୍ର ସମ୍ପର୍କୀୟଙ୍କୁ ତଥା ସାହି ପଡ଼ୋଶୀମାନଙ୍କୁ ସାହାଯ୍ୟ କରୁଥିଲେ। ବିଶେଷ କରି ରମଜାନ ମାସରେ ସେ ଦିନ ଦରିଦ୍ର ତଥା ସମ୍ପର୍କୀୟଙ୍କୁ କିଛି ନା କିଛି ରାନ୍ଧି ପଠାଉଥିଲେ।
ସେ ସର୍ବଦା ଏହା ଚେଷ୍ଟା କରୁଥିଲେ ଯେ ଲୋକମାନଙ୍କୁ ପରସ୍ପର ସହିତ ଯୋଡ଼ି ରଖାଯାଉ। ବିଚ୍ଛେଦ ଓ ଫାଟ ସୃଷ୍ଟି ହେବାରୁ ଲୋକମାନଙ୍କୁ ନିବୃତ୍ତ ରଖାଯାଉ। ତାଙ୍କ ସୁପୁତ୍ରୀ ଆୟଶା ସାହେବା ଉଲ୍ଲେଖ କରନ୍ତି ଯେ ଜଣେ ୱକ୍ଫେ ଜିନ୍ଦଗୀ ସହିତ ଅତ୍ୟନ୍ତ ସ୍ମିତହାସ୍ୟର ସହିତ ଜୀବନ ଅତିବାହିତ କରିଥିଲେ। ଆମମାନଙ୍କର ଶିକ୍ଷା ସଂସ୍କାର ପ୍ରତି ସର୍ବଦା ତତ୍ପର ରହୁଥିଲେ। ଏଥିସହ ସେ ଦୁଆ ମଧ୍ୟ ବହୁତ କରୁଥିଲେ। ଆଲ୍ଲାହ ତାଆଲା ତାଙ୍କ ପ୍ରତି ସଦୟ ହୁଅନ୍ତୁ ଏବଂ ତାଙ୍କର ସନ୍ତାନ ସନ୍ତତିଙ୍କୁ ମଧ୍ୟ ତାଙ୍କର ପୁଣ୍ୟାବଳୀରୁ ଓ ତାଙ୍କ ଆଶା ଆକାଂକ୍ଷାରୁ ବଳି ତଥା ତାଙ୍କ ପ୍ରାର୍ଥନାର ଅଧିକାରୀ ହେବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ପରବର୍ତ୍ତୀ ଜନାଜା ହେଉଛି ସମ୍ମାନୀୟ ଅବଦୁର ରହିମ ସାକି ସାହେବ, ଯିଏକି ୟୁକେର ସାଧାରଣ ସଚିବାଳୟର କର୍ମଚାରୀ ଥିଲେ। ମାର୍ଚ୍ଚ ମାସ 31 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସେ ମୁସି ଥିଲେ। 1934 ମସିହା ଡିସେମ୍ବର ମାସ 31 ତାରିଖ ଦିନ ଭାରତର ରାୟପୁର ରାଜ୍ୟ ଅନ୍ତର୍ଗତ ନାଭା ନାମକ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରହମତ ଅଲି ଥିଲା। ତାଙ୍କ ବଂଶରେ ଅହମଦିୟତ ତାଙ୍କ ପିତାଙ୍କ ବଡ଼ ଭାଇ ସ୍ୱର୍ଗତ ଚୌଧୁରୀ କରିମ ବକ୍ସ ସାହେବଙ୍କ ମାଧ୍ୟମରେ ପ୍ରବେଶ କରିଥିଲା, ଯିଏକି ଜଣେ ୱାର୍ଡ଼ ମେମ୍ବର ଥିଲେ ଏବଂ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ସାହାବୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଅବଦୁର ରହିମ ସାହେବ ସାକି ସାହେବଙ୍କ ପିତାଙ୍କ ଖାଲା ଏବଂ ବଡ଼ ବାପାଙ୍କ ଭଉଣୀ ରହିମ ବିବି ସାହେବା ପତ୍ନୀ ମୌଲଭୀ କୁଦରତୁଲ୍ଲା ସାହେବ ସନୱରୀ ସମ୍ପର୍କୀୟରେ ତାଙ୍କର ପିଉସୀ ଥିଲେ। ସ୍ୱର୍ଗତ ସାକି ସାହେବଙ୍କୁ 1958ରୁ 1968 ମସିହା ପର୍ଯ୍ୟନ୍ତ 10 ବର୍ଷ ପର୍ଯ୍ୟନ୍ତ ସେକ୍ରେଟାରୀ ମାଲ ଓ ତଖ୍ତେ ହଜାରାର କାଏଦ ମଜଲିସ ଖୁଦାମୁଲ ଅହମଦିୟା ଅନ୍ତର୍ଗତ ସେବା ସମ୍ପାଦନ କରିବାର ସୁଯୋଗ ମିଳିଥିଲା। ଭାରତ ପାକିସ୍ତାନ ବିଭାଜନ ପରେ ତଖ୍ତେ ହଜାରାରେ ଆସି ସେ ବସତି ସ୍ଥାପନ କରିଥିଲେ। ଏହାପରେ 1968 ମସିହାରେ ଜମାତ ଅହମଦିୟା ତଖ୍ତେ ହଜାରାର ଅମୀର ଭାବରେ ନିଯୁକ୍ତ ହୋଇଥିଲେ ଏବଂ 1974 ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଅମୀର ଭାବରେ ସେବା ସମ୍ପାଦନ କରିଥିଲେ। 1974 ମସିହା ଜୁଲାଇ ମାସ 13 ତାରିଖ ଦିନ ତଖ୍ତେ ହଜାରାର ଅଣ ଅହମଦୀ ଉପଦ୍ରବୀମାନେ ଆଖପାଖ ଅଞ୍ଚଳରେ ଗୁଣ୍ଡା ଓ ଅହମଦୀ ଶତ୍ରୁଙ୍କର ଏକ ବିଶାଳ ସଶସ୍ତ୍ର ଗୋଷ୍ଠୀଙ୍କୁ ଏକତ୍ରିତ କରି ଅହମଦୀମାନଙ୍କୁ ଉପଦ୍ରବ ସୃଷ୍ଟି କରିଥିଲେ। ମସଜିଦର ଏକ ଅଂଶରେ ନିଆଁ ଲଗାଇ ଦେଇଥିଲେ, ତାହା ଉପରେ ଅଧିକାର କରିଥିଲେ। ଅତିଥି ଭବନକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଜାଳି ଦେଇଥିଲେ। ସାକି ସାହେବଙ୍କର ଏକ ସଉଦା ଦୋକାନ ଥିଲା, ଯାହାକୁ ବିରୋଧୀମାନେ ଲୁଟି ନେଇ ନିଆଁ ଲଗାଇ ଦେଇଥିଲେ। ସେହିପରି ତାଙ୍କର ଅନ୍ୟ ଏକ କପଡ଼ା ଦୋକାନ ମଧ୍ୟରେ ଉପଦ୍ରବୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ଓ ତାହାକୁ ଅଧିକାର କରି ନେଇଥିଲେ। ତାଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଯେତେବେଳେ ଉପଦ୍ରବୀମାନେ ଘରେ ନିଆଁ ଲଗାଇଲେ ସେତେବେଳେ ସାକି ସାହେବ ଘର ଭିତରେ ଥିଲେ। ଧୂଆଁ ଯୋଗୁଁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ଉପଦ୍ରବୀ ଦୁର୍ବୃତ୍ତମାନେ ତାଙ୍କୁ ଉଠାଇ ନେଇଯାଇଥିଲେ ଏବଂ ଲାଉଡ ସ୍ପିକରରେ ଘୋଷଣା କରିଥିଲେ ଯେ ମୁଁ ଇସଲାମ ଗ୍ରହଣ କରି ନେଉଛି ଏବଂ ଅହମଦିୟତରୁ ତୋବା କରୁଛି, ଯଦ୍ୱାରା ଅଣ ଅହମଦୀମାନେ ଯେପରି ଏହା ଦ୍ୱାରା ପ୍ରଭାବିତ ହେବେ ଓ ଅହମଦିୟତ ଛାଡ଼ିଦେବେ। ସେ ଯାହା ହେଉନା କାହିଁକି ଯେତେବେଳେ ତାଙ୍କର ଚେତା ଫେରିଥିଲା ସେତେବେଳେ ସେ ଦେଖିଲେ ଯେ ସେ ବର୍ଚ୍ଛା ଓ ସରମୁନ ମଧ୍ୟରେ ବସି ରହିଛନ୍ତି। ଉକ୍ତ ଘଟଣାର ତାଙ୍କ ମନ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼ିଥିଲା। ସୁତରାଂ ଏହି କାରଣରୁ ତାଙ୍କର ସନ୍ତାନମାନେ ତାଙ୍କୁ ସେଠାରୁ ନେଇଯାଇ ତାଙ୍କର ସମ୍ପର୍କୀୟଙ୍କ ନିକଟରେ ଛାଡ଼ି ଆସିଥିଲେ। ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା ଏବଂ ସେଠାରେ ସେ ରହିଥିଲେ। ପୁନଶ୍ଚ ଲାହୋରରେ ହିଁ ଏକ ଜମାତରେ ଯେଉଁଠି ସେ ଥଇଥାନ ହୋଇଥିଲେ ପୁନର୍ବାର ବସତି ସ୍ଥାପନ କରିଥିଲେ। ସେଠାରେ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ। ନିଜର ସମ୍ପର୍କୀୟଙ୍କ ଘର ସହିତ ସଂଲଗ୍ନ ଘରେ ନମାଜ କେନ୍ଦ୍ର ସ୍ଥାପନ କରିଥିଲେ ଓ ବାଜମାତ ନମାଜର ଆୟୋଜନ ପ୍ରତି ଶତାଧିକ ଲୋକଙ୍କୁ ସଚେତନ କରାଉଥିଲେ ଏବଂ ଆବାଳ ବୃଦ୍ଧବନିତାଙ୍କୁ କୁରାନର ଶିକ୍ଷା ଦେଉଥିଲେ। ପୁନଶ୍ଚ ସେ 2000 ମସିହାରେ ପ୍ରବାସ କରି ଲଣ୍ଡନ ଆସିଥିଲେ। ଏହାପରେ 2020 ମସିହା ପର୍ଯ୍ୟନ୍ତ ସେ ୟୁକେର ସାଧାରଣ ସଚିବାଳୟଠାରେ ସ୍ୱେଚ୍ଛାକୃତ ଭାବରେ ନିୟମିତ ରୂପେ ଦାୟିତ୍ୱ ତୁଲାଇଥିଲେ। ସେ ୱକ୍ଫେ ଜିନ୍ଦଗୀ ଠାରୁ ଅଧିକ ସମୟାନୁବର୍ତ୍ତିତା ଥିଲେ। ସର୍ବପ୍ରଥମେ କାର୍ଯ୍ୟାଳୟକୁ ଆସୁଥିଲେ କାରଣ ଅନ୍ୟମାନଙ୍କୁ ଯେପରି ଅପେକ୍ଷା କରିବାକୁ ନ ପଡ଼ିବ, ବରଂ ଯେତେବେଳେ କାର୍ଯ୍ୟାଳୟ ଆସିବା ପୂର୍ବରୁ ଯଦି ଜଳଖିଆରେ ବିଳମ୍ବ ହୋଇଯାଏ ତେବେ ଜଳଖିଆ ନ କରି ସିଧାସଳଖ କାର୍ଯ୍ୟାଳୟକୁ ଚାଲି ଆସୁଥିଲେ। ସେହିପରି ତାଙ୍କର ଆଉ ଏକ ବିଶିଷ୍ଟ ଗୁଣ
ହେଉଛି ଯେ ତାଙ୍କର ସନ୍ତାନମାନେ ତାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯେ ସେ ନିୟମିତ 3 ସିପାରା ପବିତ୍ର କୁରାନର ତିଲାୱତ କରୁଥିଲେ। ଖିଲାଫତ ସହିତ ତାଙ୍କର ନିଷ୍ଠାପୂର୍ଣ୍ଣ ଓ ପ୍ରେମ ଭରା ସମ୍ପର୍କ ରହିଥିଲା। ସନ୍ତାନମାନଙ୍କୁ ଓ ଗୁରୁଜନମାନଙ୍କୁ ସର୍ବଦା ଖିଲାଫତ ସହିତ ସଂଶ୍ଳିଷ୍ଟ ରଖିବା ପାଇଁ ପ୍ରୋତ୍ସାହିତ କରୁଥିଲେ ଏବଂ ଉପସ୍ଥିତ ଖଲିଫାଙ୍କ ପ୍ରତି ସମ୍ମାନ ଓ ପୂର୍ଣ୍ଣ ବିଶ୍ୱସ୍ତତାର ସହିତ ଆଜ୍ଞା ପାଳନ କରିବା ପ୍ରତି ଅତ୍ୟନ୍ତ ଆତୁର ହୋଇ ଉପଦେଶ ଓ ସଚେତନ କରାଉଥିଲେ। ସେ ବିଶେଷ ରୂପେ ମୁବଲ୍ଲିଗ ଓ ଓଫେ ଜିନ୍ଦଗୀମାନଙ୍କର ଆନ୍ତରିକ ସମ୍ମାନ ଓ ମର୍ଯ୍ୟାଦା ପ୍ରଦର୍ଶନ କରୁଥିଲେ ଓ ସେମାନଙ୍କୁ ଭଲ ପାଉଥିଲେ। ପ୍ରାୟ 60 ବର୍ଷରୁ ଉର୍ଦ୍ଧ୍ୱ କାଳ ସେ ସ୍ୱେଚ୍ଛାକୃତ ଭାବରେ ଧାର୍ମିକ ସେବା କରିବାକୁ ସୁଯୋଗ ପାଇଥିଲେ। ତାଙ୍କ ପୁତ୍ର ଖାଲିଦ ମେହମୁଦ ସାହେବ କୁଲି ରୋଡ଼ ସ୍ଥିତ ଜମାତର ସଭାପତି ଅଟନ୍ତି। ସ୍ୱର୍ଗତଙ୍କ ପରିବାରରେ ତାଙ୍କର ପତ୍ନୀ ବ୍ୟତୀତ 2 ପୁତ୍ର ଓ 5ଟି କନ୍ୟା ସନ୍ତାନ ଅଛନ୍ତି। ଆଲ୍ଲାହ ତାଆଲା ବୈକୁଣ୍ଠରେ ସ୍ୱର୍ଗତଙ୍କର ସ୍ତରକୁ ଉନ୍ନୀତ କରନ୍ତୁ ଏବଂ ତାଙ୍କର ସନ୍ତାନ ସନ୍ତତିଙ୍କୁ ଏବଂ କୁଟୁମ୍ବଙ୍କୁ ମଧ୍ୟ ତାଙ୍କର ପୁଣ୍ୟବଳୀ ଗୁଡ଼ିକୁ ଅବ୍ୟାହତ ରଖିବାକୁ ଶକ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କର ପୁଣ୍ୟ ଆକାଂକ୍ଷା ଗୁଡ଼ିକୁ ପୂର୍ଣ୍ଣ କରିବାକୁ ଆଲ୍ଲାହ ତାଆଲା ସାମର୍ଥ୍ୟ ପ୍ରଦାନ କରନ୍ତୁ। ପରବର୍ତ୍ତୀ ଜନାଜା ହେଉଛି ସঈଦ ଅହମଦ ସେହଗଲ ସାହେବଙ୍କର। ସେ ଆମର PS କାର୍ଯ୍ୟାଳୟ ଡିସ୍ପ୍ୟାଚ୍ ବିଭାଗରେ କାର୍ଯ୍ୟ କରୁଥିଲେ। ଏପ୍ରିଲ ମାସ 12 ତାରିଖ ଦିନ 90 ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଇନ୍ନା ଲିଲ୍ଲାହି ୱ ଇନ୍ନା ଇଲୈହି ରାଜିଉନ୍। ମୃତକଙ୍କ ପରିବାରରେ ପୁତ୍ର ଓ 2 ଜଣ ପୁତ୍ରୀ ରହିଛନ୍ତି। ତାଙ୍କର ଶୈଶବ କାଦିଆନରେ ଅତିବାହିତ ହୋଇଥିଲା। ପ୍ରାରମ୍ଭିକ ଶିକ୍ଷା ସେହିଠାରେ ହିଁ ପ୍ରାପ୍ତ କରିଥିଲେ। ଏଠାରେ ସେ ଦୀର୍ଘ ସମୟ ଧରି ପ୍ରାଇଭେଟ୍ ସେକ୍ରେଟାରୀ କାର୍ଯ୍ୟାଳୟରେ ଡିସ୍ପ୍ୟାଚ୍ ବିଭାଗରେ ସ୍ୱେଚ୍ଛାକୃତ ଭାବରେ ଦାୟିତ୍ୱ ବହନ କରିଥିଲେ। ସେ ଜଣେ ଉଚ୍ଚ ଶିକ୍ଷିତ ଓ ଜ୍ଞାନୀ ବ୍ୟକ୍ତି ଥିଲେ। ସାଂସାରିକ ଜ୍ଞାନ ବ୍ୟତୀତ କୁରାନ ଏବଂ ଜମାତୀୟ ପୁସ୍ତକର ଗଭୀର ଜ୍ଞାନ ତାଙ୍କ ନିକଟରେ ଭରି ରହିଥିଲା। ସେ ନିୟମିତ ନମାଜ ପାଠ କରୁଥିଲେ ଏବଂ ଖିଲାଫତର ପାଗଳ ପ୍ରେମୀ ଥିଲେ। ସେ ଅତ୍ୟନ୍ତ ବିନମ୍ର ଓ ସୁଶୀଳ ବ୍ୟକ୍ତିତ୍ୱର ଅଧିକାରୀ ଏବଂ ଆଦର୍ଶ ଥିଲେ। ନିଜ ପରିଧି ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ମୁଁ ଏହା ଦେଖିଅଛି ଯେ ଯେତେବେଳେ ବି ସେ ସାକ୍ଷାତ କରନ୍ତି ସେତେବେଳେ ସେ ବିନମ୍ରତା ଓ ବିନୀତ ଭାବ ସହିତ ସାକ୍ଷାତ କରୁଥିଲେ। ସେ ଅତ୍ୟନ୍ତ ବ୍ୟଥିତ ହେଉଥିଲେ ଯେ ତାଙ୍କ ସନ୍ତାନ ମଧ୍ୟ ତାଙ୍କ ଭଳି ଖଲିଫା ଓ ଜମାତ ପ୍ରତି ସମ୍ପର୍କ ସ୍ଥାପନ କରନ୍ତୁ। আসলাম ଖାଲିଦ ସାହେବ ଉଲ୍ଲେଖ କରନ୍ତି ଯେ ସେ ବିଶିଷ୍ଟ ଜ୍ଞାନର ସ୍ୱଭାବ ସୁଲଭ ବ୍ୟକ୍ତି ଥିଲେ। ଅନେକ ସମୟରେ ମଧ୍ୟାହ୍ନ ଭୋଜନ ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ସାନ୍ତ୍ୱନାମୂଳକ କଥୋପକଥନ କରୁଥିଲେ, ବାର୍ତ୍ତାଳାପ କରୁଥିଲେ। ବିଶେଷ କରି ଖ୍ରୀଷ୍ଟୀୟ ଓ ୟହୁଦୀ ଧର୍ମ ଉପରେ ତାଙ୍କର ଗଭୀର ଜ୍ଞାନ ଓ ଦଖଲ ରହିଥିଲା। ଆମ କାର୍ଯ୍ୟାଳୟର ବଶୀର ସାହେବ ଜଣେ କର୍ମଚାରୀ ଲେଖିଛନ୍ତି ଯେ ଜୀବନର ଶେଷ ବୟସରେ ତାଙ୍କର ଏହି ପ୍ରଚେଷ୍ଟା ଥିଲା ଯେ ସେ ଯେପରି ଜମାତର ସେବା କରନ୍ତୁ। ଏକଦା ସେ କୁହନ୍ତି ଯେ ମସଜିଦରେ କୌଣସି ଉଦ୍ଦେଶ୍ୟ ନେଇ ମସଜିଦକୁ ଆସିବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଲା, ଯଦ୍ୱାରା ସେ ଭୂମିରେ ପଡ଼ିଗଲେ ଏବଂ ଆହତ ମଧ୍ୟ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ବି ସେ ଅନତି ଦୂରରୁ ପାଦରେ ଚାଲି ଚାଲି କାର୍ଯ୍ୟାଳୟକୁ ଆସୁଥିଲେ ଏବଂ ମନେ କରୁଥିଲେ ଯେ ସୁଯୋଗର କୌଣସି ଅବସର ଯେପରି ହାତଛଡ଼ା ନ ହୋଇଯାଉ। ନିଜର ବାସଭବନକୁ ବିକ୍ରି କରି ମସଜିଦ ନିକଟରେ ଏକ ବାସଭବନ କିଣିଥିଲେ, ଯଦ୍ୱାରା କି ଯିବା ଆସିବାରେ ସୁବିଧା ହେବ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଏବଂ ତାଙ୍କର ସନ୍ତାନ ସନ୍ତତିଙ୍କୁ ମଧ୍ୟ ତାଙ୍କ ସପକ୍ଷରେ କରିଥିବା ଦୁଆକୁ ଗ୍ରହଣ କରନ୍ତୁ। ଆମିନ୍। Alhamdulillah nahmaduhu wa nasta'inuhu wa nastaghfiruh wa nu'minu bihi wa natawakkalu alayhi wa na'udzu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله
إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر